ଗୋପନଗରରେ ଉତ୍ସବ। ଜୟ ଜୟ ଜଗନ୍ନାଥ ଶଙ୍ଖ ଚକ୍ରଧାରୀ, ନୀଳ ସିଂହାସନ ବିଜେ ମହିମା ବିସ୍ତାରୀ। ଜୟ କଳ୍ପ ବୃକ୍ଷ ରୂପୀ ପୁରୁଷ ପ୍ରବର, ତୁମ୍ଭର ମହିମା ପ୍ରଭୁ ଦେବେ ଅଗୋଚର। କୋଇଲି ବୈକୁଣ୍ଠେ ପୁରୁଷୋତ୍ତମ ପାଟଣା, ଯାହାର ଦର୍ଶନେ ପୂର୍ଣ୍ଣ ହୁଅଇ କାମନା। କୋଣାର୍କ ତୀର୍ଥେ ମହିମା କେବା ଅନ୍ତ କରି, ତ୍ରୈଲୋକ୍ୟନାଥ ବିରଞ୍ଚି ଯହିଁ ବିଜେ କରି। ଚନ୍ଦ୍ରଭାଗା ତୀର୍ଥ ରାଜ ବ୍ରହ୍ମା ବିରଚିଲା, ସେଠାରେ ବ୍ରହ୍ମାର ବ୍ରହ୍ମ ହତ୍ୟା ପାର ଗଲା। ଏକବାର ସ୍ନାନ କଲେ ଚନ୍ଦ୍ରଭାଗା ଜଳେ, ଜନ୍ମ ଜନ୍ମାନ୍ତର ପାପ ଖଣ୍ଡଇ ତତ୍କାଳେ। ତଦନ୍ତରେ ଅଛଇ ଯେ ଏକାମ୍ରକ ଭୂମି, ତହିଁ ବିଜେ କରିଛନ୍ତି ଲିଙ୍ଗରାଜ ସ୍ୱାମୀ। ଶ୍ରୀ ଅନନ୍ତ ବାସୁଦେବ ରୂପେ ବହି ନାମ, କ୍ଷେତ୍ରାଧିପ ହୋଇଛନ୍ତି ପୁରୁଷ ଉତ୍ତମ। ତା ମଧ୍ୟେ ବିନ୍ଦୁ ସାଗର ତୀର୍ଥଙ୍କ ପ୍ରଧାନ, ଖଣ୍ଡଇ ସକଳ ପାପ ବାରେ କଲେ ସ୍ନାନ। ଏକାମ୍ର ବନରେ କାମ ଦେବେ ହେଲା ଦହି, ସେ ଭୂମି ମହିମା ହାଦେ କେ ପାରିବ କହି। କୋଟି ଲିଙ୍ଗ ଘେନି ଯହିଁ ବିଜେ ଦେବ କାଶୀ, ଦର୍ଶନ ମାତ୍ରକେ ଧ୍ୱଂସ ହୁଏ ପାପ ରାଶି। କାର୍ତ୍ତିକେଶ୍ୱର ଜନମ ହେଲେ ଯେଉଁ ସ୍ଥାନେ, ସମର୍ଥ ହୋଇବ କେବା ସେ ତୀର୍ଥ ବର୍ଣ୍ଣନେ। ମର୍ତ୍ତ୍ୟପୁରେ କ୍ଷେତ୍ରବର ବୈତରଣୀ ତଟେ, ଅଖଣ୍ଡେଶ୍ୱର ବିରଜା ଦେବୀଙ୍କ ନିକଟେ। ଆପେ ବ୍ରହ୍ମା ବସାଇଣ ଥିଲେ ସେହି ଗ୍ରାମ, ଯାଜନରୁ ଜାତ କରି ଯାଜପୁର ନାମ। ପବିତ୍ର ଗଙ୍ଗା ବୋଲିଣ ବ୍ରହ୍ମା ନାଭିସ୍ଥାନ, କେଦାର ହେମକୁଣ୍ଡ ଯେ ସୁତୀର୍ଥ ଗୋକର୍ଣ୍ଣ। ପ୍ରୟାଗ ବଟପା ବଛ ଦଶାଶ୍ୱ ଯେ ଘାଟ, ଯେ ବଣ ସ୍ଥାନକୁ ସ୍ୱର୍ଗ ଅଟଇ ନିକଟ। କୋଟି ବିଷ୍ଣୁ ଗଣ ଘେନି ହରି ନିଜେ ତହିଁ, ଚାମୁଣ୍ଡା ବିଜୟେ କୋଟି ଯୋଗ୍ନୀ ସଙ୍ଗେ ନେଇ। 84 କ୍ଷଉଣୀ ରୁଦ୍ର ଗଣ ଘେନି ସଙ୍ଗେ, ସଦାଶିବ ଦେବ ଯହିଁ ବିଜେ ନାନା ରଙ୍ଗେ। ପବିତ୍ର ସେ ବୈତରଣୀ ନଦୀ ବେନିକୂଳ, ପଞ୍ଚକ୍ରୋଶ ଆୟତନ କ୍ଷେତ୍ର ପରିମଳ। ଆବର ଅନେକ ଦେବ ଦେବୀ ଛନ୍ତି ତହିଁ, ଏକ ଏକ କରି କେତେ ପାରିବା ତା କହି। ସେ ଭୂମିରେ ଏକ ନିଶି ହେଲେ ଉଜାଗର, ସତେ ଜନ୍ମ କଳୁଷରୁ ନିଶ୍ଚେ ହେବ ପାର। ଗଣ୍ଡୁଷକେ ପାନ କଲେ ବୈତରଣୀ ଜଳ, ଖଣ୍ଡନ ହୁଅଇ ଅଙ୍ଗୁ ଦୂରିତ ସକଳ। ଦଶାଶ୍ୱମେଧ ଯଜ୍ଞରେ ଫଳ ହୁଏ ଯେତେ, ଦଶାଶ୍ୱ ଘାଟରେ ସ୍ନାନ କଲେ ଫଳ ତେତେ। ନଗ୍ରମାନଙ୍କର ରାଜା ଯାଜପୁର କହି, ଅନ୍ୟ ଦେଶ ଗ୍ରାମ ତାକୁ ସମାନ ନୁହଁଇ। 12 ଯୋଜନେ 4 କ୍ଷେତ୍ର ଅଛି ଯହୁଁ, ଚଉକ୍ଷେତ୍ର ବୋଲି ନାମ ବହଇ ସେ ତହୁଁ। ଗୋମୁଖ କେଶବ ଲୋକନାଥ ପାରେଶ୍ୱର, ଗ୍ରାହିତା ମାଧବ ଅଷ୍ଟ ଶମ୍ଭୁ ଯେ ଆବର। ଅମରେଶ୍ୱର ଧବଳେଶ୍ୱର ମନ୍ତ୍ରେଶ୍ୱର, ବିଶ୍ବେଶ୍ୱର ସ୍ୱପ୍ନେଶ୍ୱର ଆଉ ମତ୍ସ୍ୟେଶ୍ୱର। ଜଳେଶ୍ୱର ବିଲେଶ୍ୱର ଯେ ବାଲୁକେଶ୍ୱର, ହଟେଶ୍ୱର ହଂସେଶ୍ୱର ଶମ୍ଭୁ କ୍ଷମେଶ୍ୱର। ଖଣ୍ଡେଶ୍ୱର ବୁଧେଶ୍ୱର ପୁଣି ସିଦ୍ଧେଶ୍ୱର, ରାମେଶ୍ୱର ଚାଟେଶ୍ୱର ଦେବ ମୁକ୍ତେଶ୍ୱର। ଶିଶିକେଶ୍ୱର ପୁଣି ଯେ ନୀଳକଣ୍ଠେଶ୍ୱର, ଅମ୍ବିକେଶ୍ୱର କୁକୁଟେଶ୍ୱର ମେଘେଶ୍ୱର। ଯୋଗେଶ୍ୱର ଭୋଗେଶ୍ୱର ପରଶୁରାମେଶ୍ୱର, ଲୋକେଶ୍ୱର ଶୃଙ୍ଗେଶ୍ୱର ଦାବାନଳେଶ୍ୱର। ପାତାଳେଶ୍ୱର ଈଶାନେଶ୍ୱର ଇନ୍ଦ୍ରେଶ୍ୱର, ଅଲାବୁକେଶ୍ୱର ଭୀମେଶ୍ୱର ଯମେଶ୍ୱର। ଏମନ୍ତ 12 ଜୁଣ ମଧ୍ୟେ ଶମ୍ଭୁ ଯେତେ,
ଏକ ଏକ ନାମ ଧରି କହିବଇଁ କେତେ, ଲେଖନ୍ତେ ତା ଅନ୍ତ କରି ନ ପାରଇ ମୋହି। ଗହନ ବିଷ୍ଣୁ ପୁରାଣ ଆଦି ଅନ୍ତ ନାହିଁ, ସରସ୍ୱତୀ କରୁଣାରୁ ସାଧୁ ଜନ ହିତେ। ଠିକି ଠିକି ପଦ ବାଛି କହିଗଲି କେତେ, ସଂକ୍ଷେପୀ ବର୍ଣ୍ଣନା କଲି କୃଷ୍ଣ ଲୀଳା ରସ। ଶାରଦା ପ୍ରସାଦେ କବି ମୁଁ ଅଚ୍ୟୁତ ଦାସ, ଶୁକ ବୋଇଲେ ହେ ଶୁଣ ପରୀକ୍ଷା ନୃମଣି। ନନ୍ଦ ଯଶୋଦାର ପୂର୍ବ ଚରିତ ଏ ବାଣୀ, ସୁରଭିଶାପରୁ ବ୍ରହ୍ମା ଗୋପାଳ ହୋଇଲେ, ନନ୍ଦ ନାମ ବହି ରାମ କୃଷ୍ଣଙ୍କୁ ପାଳିଲେ। ମହତ ଲୋକେ ଘେନନ୍ତି କଲେ ଅଳ୍ପ ଗୁଣ, ତେଣୁ ନନ୍ଦ ପୁତ୍ର ହେଲେ ଶ୍ରୀରାମ ଲକ୍ଷ୍ମଣ। ଯେ ସେ ଲକ୍ଷ୍ମଣ ଯେ ବଳରାମ ରୂପେ ଜାତ, କୃଷ୍ଣ ହୋଇ ହୋଇଛନ୍ତି ଆପେ ରଘୁନାଥ। ରାମ ଅବତାରେ କଷ୍ଟ ପାଇଲେ ଲକ୍ଷ୍ମଣ, 12 ବର୍ଷ ଛାଡ଼ି ନିଦ୍ରା ମୈଥୁନ ଭୋଜନ। ପ୍ରତ୍ୟକ୍ଷରେ ଦେଖି ରାମ ତାଙ୍କ କଷ୍ଟ ଜାଣି, ଦ୍ୱାପରରେ ଜ୍ୟେଷ୍ଠ ଭ୍ରାତା କରାଇଲେ ଆଣି। ପରୀକ୍ଷ ବୋଇଲେ ମୁନି ଶୁଣିଲି ଏ ରସ, ଏଥି ଉତ୍ତାରୁ ଯେ ପୁଣି ହେଲା କହ କିସ। ତାହା ସଂକ୍ଷେପିଣ ମତେ କହିବା ହେ ମୁନି, ଲଭିବି ପୁଣ୍ୟ ଗତି ମୁଁ ହରିବଂଶ ଶୁଣି। ଏତେ ବୋଲି ନରପତି ପ୍ରଣିପାତ କଲେ, ଆସନାଦି ଦେଇ ଯଥା ବିଧିରେ ପୂଜିଲେ। ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ନେଇ ଥୋଇ ପାଦ ତଳେ, ପ୍ରଣିପାତ ହୋଇ ରାଜା ପୟରେ ସୁତିଲେ। ରାଜାଙ୍କର ଭକ୍ତି ଭାବ ଦେଖି ମୁନିବର, ପୁସ୍ତକକୁ ଫେଡ଼ି ତହୁଁ ବୋଲନ୍ତି ଏ ଗୀର। ଶୁଣ ତୁହ ସାବଧାନେ ସୁଭଦ୍ରାର ନାତି, ଗୋପତେ ଗୋପନଗରେ ବିଜେ ଶ୍ରୀପତି। ଅନେକ ଗୋପାଳ ମେଳେ ହୋଇଥାନ୍ତି ମେଳି, ବୃନ୍ଦାବନେ ବତ୍ସା ରଖି ରାମ ବନମାଳି। ଗୋପନଗ୍ରେ କ୍ରୀଡ଼ା ସ୍ୱାମୀ କରି ଅବଲୀଳେ, ବିହରନ୍ତି ଅନୁକ୍ଷଣେ ଗୋପ ଶିଶୁ ତୁଲେ। 9 ଲକ୍ଷ ଗୃହ ଅଛି ସେହି ଗୋପପୁରେ, ଅଚଳାଚଳ ସମ୍ପଦ ସବୁ କରି ଘରେ। ରତ୍ନାକର କଟକ କି କୁବେର ନଗର, ଅମର ନଗର କିବା ବୈକୁଣ୍ଠପୁର। ପ୍ରତ୍ୟକ୍ଷରେ ନାରାୟଣ ବିଜେ କରି ଯହିଁ, ପଟାନ୍ତର ତାହାଙ୍କୁ ଯେ 14 ପୁରେ ନାହିଁ। ଏକ ଏକ ଘରେ ଅଟେ 10 20 ଖୁଆ, ସମୁଦ୍ର ଗର୍ଜନ ପ୍ରାୟ ଶୁଭେ ଦହି ମୁହାଁ। ଅପ୍ରମିତ ଅଗଣିତ କେତେ ଗାଈ ତହିଁ, ବରଡ଼ିଆ ଷଣ୍ଢ କେତେ ତାର ସଂଖ୍ୟା ନାହିଁ। ଯମୁନା କୂଳରେ 5 ଯୋଜନକୁ ମାଡ଼ି, ଚରନ୍ତି ଗୋଧନ ବନ ପର୍ବତରେ ଚଢ଼ି। ଅପ୍ରମିତେ ଗୁହାଳ ଯେ ସଂଖ୍ୟା କେ କରିବ, ଗୋଷ୍ଠମାନଙ୍କର ସଂଖ୍ୟା ମୁଖେ କେ କହିବ। ଯେତେବେଳେ ଗାଈମାନ ପ୍ରଭାତ ଦୁହନ୍ତି, ପ୍ରଥମ କ୍ଷୀର ବସୁଧା ଉପରେ ପକାନ୍ତି। ସେ ଚିର ଦୁଧ ଅମୃତ ପରାୟକ ହୋଇ, 5 ଘଡ଼ି ପରିଜନ୍ତେ ନଦୀ ରୂପେ ବହି। ଗୋକ୍ଷୀରେ ମିଶଇ ଯାଇ ଯମୁନାର ଜଳେ, ଅଗମ୍ୟ ନଦୀ ସେହି ତ ବହେ ସବୁ କାଳେ। ନଦୀ ବେନି କୂଳ ଅତି ପବିତ୍ର ଯେ ସ୍ଥାନ, ତାକୁ ପଟାନ୍ତର ନାହିଁ 14 ଭୁବନ। ନନ୍ଦ ନନ୍ଦନ ଯେ କୁଞ୍ଜବନ ରୁଦ୍ରବନ, ଅମ୍ବିକା ବନ ଯେ ମଧୁବନ ତାଳବନ। ଏଷଡ଼ ବନ ମଧ୍ୟରେ କ୍ରୀଡ଼ନ୍ତି ଶ୍ରୀହରି, ଗୋପବାଳ ବତ୍ସା ଆଦି ବିହରନ୍ତି ହେରି। ଏକେ ତ ପ୍ରଭୁ ଧରନ୍ତି ଅନେକ ମୂରତି, ଯେମନ୍ତ ଯେ ଲୋଡ଼େ ଯାକୁ ତେମନ୍ତେ ଦିଶନ୍ତି। ନନ୍ଦ ଯଶୋଦା ମଣନ୍ତି 7 ବର୍ଷ ପ୍ରାୟେ, ଗୋପ ପୁଅଙ୍କୁ ଦିଶନ୍ତି ଖେଳ ଶିଶୁ କିଏ।
ଗୋପୀମାନଙ୍କୁ ଦିଶନ୍ତି ଅଭିନବ ମୂର୍ତ୍ତି। ସାକ୍ଷାତ କି କାମଦେବ ରୂପେ ବିରାଜନ୍ତି। ଭକତକୁ ଦେଖାଯାନ୍ତି ଭକ୍ତି ବଜ୍ରସେନା। ଉଦାସୀ ଲୋକଙ୍କୁ ଦିଶି ମାୟା ମୂର୍ତ୍ତି ନାନା। ଦେବତାଙ୍କୁ ଦେଖାଯାନ୍ତି ପ୍ରଭୁ ଚତୁର୍ଭୁଜ। ଅସୁରଙ୍କୁ ଦେଖାଯାନ୍ତି କାଳ ଯମ ତେଜ। ଯୋଗୀ ଜନେ ଦେଖାଯାନ୍ତି ମନ୍ତ୍ରର ସମାନ। ବେଦାନ୍ତୀ ପ୍ରାୟ ମଣନ୍ତି ସର୍ବ ବିପ୍ରଗଣ। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନି। 84 କୋଟି ଜନ୍ତୁ ଯେତେ ଛନ୍ତି ପୁଣି। ଅନ୍ତର୍ଯ୍ୟାମୀ ନାରାୟଣ ସବୁ ମନ ଜାଣି। ଯାହାକୁ ଯେମନ୍ତେ ଦୃଶ୍ୟ ହୁଅନ୍ତି ଟିପୁଣି। ଜଳ ସ୍ଥଳ ନଳ ଯେ ବାୟ ବ୍ୟାଧି କରି। ସବୁଠାରେ ମହାପ୍ରଭୁ ଥାନ୍ତି ଯେ ପୁରୀ। ବଦୟନ୍ତି ସୁକ ମୁନି ଶୁଣ ପରୀକ୍ଷିତ। ଅସମ୍ଭବ ଲୀଳା ପ୍ରଭୁ କରନ୍ତି ତହିତ। ଏଥୁ ଅନନ୍ତରେ କିଛି ଦିନ ଗତ ହେଲା। ମନ ଦେଇ ଶୁଣ ଏବେ ଅଭିମନ୍ୟୁ ବଳା। ବିଛା ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି। ଜ୍ୟେଷ୍ଠା ନାମରେ ନକ୍ଷତ୍ର ଅଟଇ ଯୁକତି। ବାଳ ବନାମେ କରଣ ମାହେନ୍ଦ୍ର ଯେ ଯୋଗ। ତାର ଚନ୍ଦ୍ର ବେଳା ଯେ ରୋହିଣୀ ଘରେ ଭୋଗ। ସେଦିନ ଗୋପର ଲୋକେ ହେଲେ ସର୍ବେ ମେଳ। ଗୋପପୁରେ ଯାତ୍ରା ବୋଲି ପଡ଼ିଲା ଚହଳ। ନନ୍ଦର ମନ୍ଦିରେ ଯାଇ ହେଲେ ସର୍ବେ ମେଳି। ହସ୍ତେ ଘେନି କେନ୍ଦୁ ବାଡ଼ି ମତେ ମତୁଆଳି। ଗୁଞ୍ଜରା ମାଳ ଗଳାରେ ବହିର୍ପୁଚ୍ଛ ଚୂଳ। ଏକ କୁଆରେ କବଳି ଧାମନ୍ତି ଗୁଆଳ। କାଠର ବନ୍ଦିଆ କାହା କାନେ ଶାଲ କଡ଼ି। କାଇଁଚ କଙ୍କଣ ହସ୍ତେ ଧରିଛି କେ ବାଡ଼ି। ପର୍ବତର ରଙ୍ଗ ମାଟି ଲେପା କାହା ଅଙ୍ଗେ। 10 ପଞ୍ଚା ସମେଳରେ ଧାମନ୍ତି ସରାଗେ। ଢଗ ଢମାଳି ଗାଇଣ କରନ୍ତି ସେ ନାଟ। ବଣିଜ ପସରାଜୁରି ଭାଙ୍ଗ ଦିଅନ୍ତି ହାଟ। ଗନ୍ଧ ଚନ୍ଦନ କସ୍ତୁରୀ ଗନ୍ଧ ଫୁଲ ଯେତେ। ଆନନ୍ଦରେ ଘେନନ୍ତି ଯେ ଛଡ଼ାଇ ସମସ୍ତେ। ଶଙ୍ଖ ମର୍ଦ୍ଦଳ ମହୁରୀ ଉପାଙ୍ଗ ଦୋଷରୀ। ନାନା ବାଦ୍ୟ ବାଜିବାରେ କମ୍ପେ ଗୋପପୁରୀ। କେହୁ ନେତ ପତନିକେ ସିନ୍ଧୁଆକୁ ପିନ୍ଧି। ଧାମଇ କଟିରେ ଘଣ୍ଟି ଘାଗୁଡ଼ିକୁ ବାନ୍ଧି। ମେଘାଡମ୍ବରୁ କେହୁ ବା ଶ୍ଵେତ ପାଟ ଛତ୍ରୀ। ଧରି ଛୁରୀ ଯମ ଦାଢ଼ ଆଗ ପଛହନ୍ତି। କେ ରାଉତ କେ ମାହୁନ୍ତ ରୂପେ ହେଲେ ସଜ। କେ ଅଶ୍ୱ ଉପରେ ବସେ କେହି ଚଢ଼େ ଗଜ। କେ ଖୁଣ୍ଟିଆ ପଡ଼ିହାରି କେହୁ ଜନ ପ୍ରଜା। ସର୍ବ ବିଚାରରେ କୃଷ୍ଣଚନ୍ଦ୍ର କଲେ ରାଜା। ଆଗରେ ଚହଟଇୟ ଗୁରୁ ଧୂପ କାଠି। ଟମକ ନିଶାଣ ତହିଁ ବାଜେ କୋଟି କୋଟି। ଛାମୁରେ ମଣିମା ଡାକ ଶୁଭେ ଅନୁକ୍ଷଣ। ଆନନ୍ଦରେ କରେ କେ ବାସ୍ତବାଧି ପଠନ। ହୁଳହୁଳି ଶବଦରେ ପୃଥିବୀ ଲେଉଟି। ଅପୂର୍ବ ଶୋଭାବନ ଯେ ଦିଶେ ନବ ସୃଷ୍ଟି। ମଙ୍ଗଳ ଗାୟନ ତହିଁ କରନ୍ତି ଯେ ଭାଟ। ସୁଖାସନେ ବିଜେ କଲେ ନନ୍ଦବେନି ଚାଟ। କେ ବୀଣା ବଇଁଶୀ ବାଏ କେ ବାଜନ୍ତ୍ର ବେଣୀ। ଏମନ୍ତ ବେଶେ ବୁଲନ୍ତି ଗୋପେ ଚକ୍ର ପାଣି। ଗୋପାଳେ ଦେଖି ହୋଇଲେ ଆନନ୍ଦିତ ମନ। ଅନଙ୍ଗ ସରେ ଆରତ ହେଲେ ଗୋପୀଗଣ। ଗୋପସୁତ ଦେଖୁଛନ୍ତି ନିରେଖି ନୟନେ। ଦେଖ ଭାଇ ରାମକୃଷ୍ଣ ଦିଶନ୍ତି କେଶନେ। ଧାଡ଼ି ଧାଡ଼ି ପଟୁଆର ମଧ୍ୟରେ ଶ୍ରୀହରି। କେହୁ କରେ ବେତ ଘେନି ଲୋକନ୍ତନି ବାରି। ନନ୍ଦ ଉପନନ୍ଦ ଆଉ ବସୁ ନନ୍ଦ ମୂଳେ। ପଛ ପଟୁଆରେ ଛନ୍ତି ଅତି କୁତୁହଳେ। ଗୋବିନ୍ଦ ଏପରି ବିଜେ ବାର୍ତ୍ତା ଇନ୍ଦ୍ର ପାଇ।
ଐରାବତ ଆରୋହୀଣ ଅଇଲେ କଧାଇଁ ଅନେକ ବିଦ୍ୟାଧର ଯେ ସଙ୍ଗତରେ ଘେନି ଗୋବିନ୍ଦଙ୍କ ଶିରେ ପୁଷ୍ପ ବରସିଲେ ଆଣି ନବଲକ୍ଷ ଡମ୍ବରୁ ଯେ ବଜାଇଣ କାଶୀ ବୃଷଭ ଆରୋହୀ ବିଜେ କଲେ ତହିଁ ଆସି ଅନେକ ରୁଦ୍ରଗଣ ଯେ ରହିଛନ୍ତି ସଙ୍ଗେ ଗଙ୍ଗା ଦେବୀ ଗୌରୀ ଯେ ବିଜୟ ଅର୍ଦ୍ଧାଙ୍ଗେ ନନ୍ଦୀ ଭ୍ରୁକୁଟିଏ ବାମ ଡାହାଣେ ଅଛନ୍ତି ଜୟନ୍ତ ଜୟନ୍ତ ଏ ସଙ୍ଗେ ସଙ୍ଗେ ଛନ୍ତି ନାଗାର୍ଜୁନ ବିନାୟକ କାର୍ତ୍ତିକ ଆବର 64 ସିଦ୍ଧ ସାଧ୍ୟ ଗନ୍ଧର୍ବ କୁମର ଏମାନଙ୍କ ସହିତରେ ମିଳି ଶୂଳ ପାଣି ଆକାଶେ ଥାଇ ବାଇଲେ ସିଙ୍ଗା ଆଉ ବେଣୀ କୁଶବଟୁ ଭୁବନରୁ ବ୍ରହ୍ମା ବିଜେ କଲେ ଗୋବିନ୍ଦ ଉତ୍ସବ ବାର୍ତ୍ତା ତେଣୁ ସେ ପାଇଲେ ସର୍ବ ବ୍ରହ୍ମଚାରୀ ମାନ ଘେନିଣ ସଙ୍ଗର ମରାଳ ବାହନେ ବସି ମିଳିବେ ଦବର ବାରତା ପାଇ ଅଇଲେ କୁବେର ଦେବତା ବରୁଣ ଯେ ନିଶାକର ଆବର ସବିତା ଏ ରୂପେ 33 କୋଟି ଦେବତା ଅଇଲେ ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ସ୍ତୁତି ମାନ କଲେ ଗୋପୀ ଗୋପାଳ ଯେ ରାମ କୃଷ୍ଣ ଘେନି ସଙ୍ଗେ ଗୋପନଗରେ ବୁଲନ୍ତି ନାନା ବିଧ ରଙ୍ଗେ ସୁବର୍ଣ୍ଣ ଥାଳି ମାନଙ୍କେ ଅଷ୍ଟରତ୍ନ ଭରି କାହ୍ନୁରାମେ ବନ୍ଦାବନ୍ତୀ ସର୍ବଗୋପ ନାରୀ ମତେ ମତୁଆଳ ହୋଇ ସର୍ବଗୋପ ଗୋଇ ସୁଲଳିତ ହୁଳହୁଳି ପଞ୍ଚମରେ ଦେଇ ଏହି ରୂପେ ଯାତ୍ରା ଗୋଟି ହୋଇଗଲା ଶେଷ ରାମକୃଷ୍ଣ ଲେଉଟିଣ ମନ୍ଦିରେ ପ୍ରବେଶ ଗୋପୀ ଗୋପାଳ ସକଳେ ଗୃହେ ଫେରିଗଲେ ଦେବତା ମାନେ ଅମର ଭୁବନେ ଚଳିଲେ ଯେଝାର ନିତ୍ୟ କର୍ମରେ ଲାଗିଲେ ସମସ୍ତେ ଅଚ୍ୟୁତାନନ୍ଦ ଭଜିଲା ହରି ନାମ ଚିତେ। କେଶୀ ଓ କଦମ୍ବାସୁର ବଧ। ଶୁଣ ପରୀକ୍ଷିତ ରାଜା ବୋଲେ ମୁନିବର ଗୋପନଗରେ ବୁଲୁଥିଲେ କଂସର ଡଗର ବାରତା ଘେନିଣ ତହୁଁ ଧାତିକାରେ ଗଲେ କଂସର ଛାମୁରେ ଯାଇ ତୁରିତେ ମିଳିଲେ କର ଯୋଡ଼ି ବୋଇଲେ କ ଆଗେ ଉଭା ହୋଇ ସାବଧାନେ ଶୁଣିବା ହେ ଭୋଜନର ସାଇଁ ଅତି ଅସମ୍ଭବ ଅଟେ ଗୋପନଗ୍ର ବାର୍ତ୍ତା କହନ୍ତେଣ ନ ସରଇ ରାମକୃଷ୍ଣ କଥା ପ୍ରହିଣିତ କ୍ଷୀର ଦେବା କାଳରେ ମରିଲା ବାଳ ପୁଅଙ୍କ ହାତରେ ତୃଣାବର୍ତ୍ତ ମଲା ଅନେକ କାଳୁଜା ମଳା ହୋଇଥିଲା ବୃକ୍ଷ ଦଉଡ଼ିରେ ନନ୍ଦନାରୀ ବାନ୍ଧିଲା ପ୍ରତ୍ୟକ୍ଷ ପାଦ ଚାଳନାରେ ତାକୁ ବିନାଶ କରିଲେ ଦେଖୁ ଦେଖୁ ସକଟାର ପ୍ରାଣକୁ ଘେନିଲେ କାଳିଅ ନାଗ କାଳିନ୍ଦୀ ହ୍ରଦେ ଥିଲା ରହି ପାଦେ ମର୍ଦି ତାକୁ ତହୁଁ ଦେଲେ ଘଉଡ଼ାଇ ବନ ଦାହ କାଳେ ବତ୍ସା ଅଘା ବିନାଶିଲେ ଷଣ୍ଢା ବକାର ଜୀବନ କ୍ଷଣକେ ହରିଲେ ବଳାତ୍କାରେ ଇନ୍ଦ୍ର ପୂଜା କରିଲେ ଭଗନ ବଜ୍ର ମାରି ଥକି ଗଲା ସେ ଇନ୍ଦ୍ର ରାଜନ ବାମ କରେ ଗୋବର୍ଦ୍ଧନ ଧଇଲେ କଟେକି ସାମାନ୍ୟ ଲୋକେ କଥା କରି ପାରଇ କି ଦେବକୁଟେ ଗୋପେ ଜାତ ହେଲେ ନର ହରି ବଡ଼ ଅସମ୍ଭବ କଥା କହି ତକେ ପାରି ଯାବତ ସାଧ୍ୟ ସାଧ୍ୟ କରନ୍ତି ଯୁକତେ ତାଙ୍କ ସମ ଜଣେ କେହି ନାହିଁ ଏ ଜଗତେ ଶୁଣି କଂସ ରାଜାକୁ ଯେ ଲାଗେ ବଡ଼ ଭଏ ଅସାଷ୍ଟମ ହୋଇ ରାଜା ପଡ଼ି ମୂର୍ଚ୍ଛା ଯାଏ ପ୍ରଖର ନିଶ୍ୱାସ ତାର ବହେ ଘନ ଘନ ବନାନଳ ପରା ଏକ ପୋଡ଼େ ପଞ୍ଚମନ ଷାଷ୍ଟମ ହୋଇଣ ଉଠି ବସି ମହିପାଳ ହାଦଇବ ବୋଲି କର ତାଡ଼ଇ କପାଳ ବାଳକ ଭାବେ କହଇ ଇନ୍ଦୁମତି ବଳା
ବେନି ନୟନରୁ ଅଶ୍ରୁ ବହେ ଅସଂଖଳା। ମନ ଛନ ଛନ ନଦୀ ସଇଦ ସଦିଶ, କେସି ମୁଖ ଚାହିଁ ବୋଲେ କରିବା ହୋ କିସ। ଏଡ଼େ ସମ୍ପଦ ଖଡ଼େ ଏବେ ନାଶ ଗଲା, କର୍ମ ବଳକୁ ଆସି ଏକଥା ଘଟିଲା। ମହାମହାବୀର ମାନେ ଥିଲେ ମୋର ରହି, ସାମାନ୍ୟ ଶିଶୁ ହାତରେ ପ୍ରାଣ ଦେଲେ ସେହି। ସ୍ୱର୍ଗ ମଞ୍ଚ ପାତାଳ ମୁଁ କ୍ଷଣେ ପାରେ ସାଧି, ଗୋପପୁର ଭାଙ୍ଗିବାକୁ ନ ଖଟଇ ବୁଦ୍ଧି। ମୁହିଁ ଗୋପପୁରକୁ ତ ନ ପାରଇ ଯାଇ, ଆପଣାର କାର୍ଯ୍ୟ କାହିଁ ପର ହାତେ ହୋଇ। କାହ୍ନୁ ଶଙ୍କର୍ଷଣେ ଯେହୁ ଦ୍ୟନ୍ତା ଆଣି ଧରି, ଏପୁରେ କରନ୍ତି ମୁହିଁ ତାଙ୍କୁ ଅଧିକାରୀ। ପିତା ମୋର ଉଗ୍ରସେନ ମାତା ଇନ୍ଦୁମତୀ, ଦିକ୍ପାଳ ଚୂଡ଼ାମଣି ମୁଁ ଭବେ ଚକ୍ରବର୍ତ୍ତୀ। କେଉଁ ପାତ କରୁ ମୋତେ ଗୋପାଳେ ଗଞ୍ଜିଲେ, ସେ କଥା ଗୋଟା ମୁଁ ଜାଣି ନ ପାରଇ ଭଲେ। ନଗ୍ରେଛନ୍ତି ମୋର 84 କୋଟି ବୀର, ରଥି ମହାରଥୀ ଏକେ ଏକେ ଧନୁର୍ଦ୍ଧର। ଏମାନେ ଥାନ୍ତେ ବିପଦ ପଡ଼ୁଅଛି ମୋତେ, ଏଥିରୁ ଅଧିକ ବା ଅର୍ଜିବଇଁ କେତେ। ଏ ସନକ ବ୍ୟାକୁଳ ସେ ହନ୍ତି ନୃପମଣି, କର ଯୋଡ଼ି କେସି ଦୈତ୍ୟ ପହିଜରେ ଭଣି। ହୃଦୟରୁ ଚିନ୍ତା ଏବେ ଛାଡ଼ ଦେବରାଏ, ମୁହିଁ ଥାନ୍ତେ ତୁମ୍ଭର କାହାକୁ ବା ଭଏ। ନାନା ରଙ୍ଗେ ସମର ମୁଁ ଜାଣେ ବହୁ ମାୟା, ଜଳେ ବୁଡ଼ି ନ ମରେ ମୁଁ ନ ପୋଡ଼େ ମୋ କାୟା। ଦେବାସୁର ହେଲେ ମଧ୍ୟ ସାଧ୍ୟ କରିପାରି, ଛାର ଗଉଡ଼କୁ ମୁହିଁ ମଣେ ତୃଣ ପରି। ଆଜ ଯାଏ ଗୋପପୁରେ ନ ପେଶିଲ ମୋତେ, ରାମକୃଷ୍ଣ ଆଣି ଦିଅନ୍ତି ଜାଇଣ କିଞ୍ଚିତେ। ବୁଦ୍ଧି ହରା ଉଚ୍ଛ ରାଜା କାଳ ଅବଶେଷେ, ଆଜ୍ଞାଧାରୀ ହୋଇ ଦାସ ରହିଅଛି ପାଶେ। ଯାଅ ବୋଲି ଆଜ୍ଞା ମୋତେ ନ ଦିଅ କିଞ୍ଚିତେ, ଜାଣୁ ଜାଣୁ ସଖା ମାନେ ମଲେ ଗୌଡ଼ ହାତେ। ସଂଗ୍ରାମର ଭେଦ ମୁଦ୍ରା ନ ଜାଣନ୍ତି କେହି, ବୁଦ୍ଧି ବଳ ହରାଇଣ ନାଶ ହେଲେ ସେହି। ଗତ କଥାରେ ସଚନା କରିଲେ କି ହେବ, ଅନୁଗ୍ରହେ ଆଜ୍ଞା ମୋତେ ଦିଅନ୍ତୁ ଭୋ ଦେବ। ଝିଣ୍ଟିକା ପରାଏ ରାମକୃଷ୍ଣେ ଦେବି ଆଣି, ନିଶ୍ଚିନ୍ତରେ ଥାଅ ଏବେ ଭୋଜ ନୃପମଣି। ଅବଶ୍ୟ ତୁମ୍ଭର କାର୍ଯ୍ୟ କରିବି ସାଧନ, ଅନ୍ୟଥା ନୁହଇଁ କେଭେ କେଶିର ବଚନ। ସେ ଗୋପନଗର ଯାକ ଦେବି ଭସ୍ମ କରି, ଭେଡ଼ିଙ୍କ ବେକ ମୋଡ଼ିବି ଗୋଟି ଗୋଟି କରି। କେଶିର ଟାଣ ବଚନ ଶୁଣି ଦୈତ୍ୟ ରାଣ, ପୁଲକିତ ରମାବଳୀ ଆନନ୍ଦିତ ମନ। ତତକ୍ଷଣେ ସିଂହାସନୁ ପଡ଼ିଲା କଡ଼େଇ, ଅନେକ ଚାଟୁକ ହୋଇ କେଶିକି କୁଣ୍ଢାଇ। ଶାଢ଼ୀ ନେଇ ମସ୍ତକରେ ବାନ୍ଧେ ନିଜ କରେ, କର୍ପୂର ଚନ୍ଦନ ପାନ ଦେଲା ସମାଦରେ। ହାତ ଧରି ବିନୟରେ ବୋଲେ ଦଣ୍ଡଧାରୀ, ଏ ଶୋକ ସାଗରୁ ମୋତେ କରବାରେ ପାରି। ଆଉ ଅଧିକ ବିଷୟ କି କହିବି ତୋତେ, ଆଶା କରି ବସିଥିବି ଚାତକର ମତେ। ଶତ୍ରୁ ମାରି ମାନ ରଖ ଆରେ ବୀରମଣି, ତୋ ବାହାକୁ ଆଶ୍ରା ଏବେ କରିଲଇଁ ପୁଣି। ରାଜା ଆଶ୍ୱାସନା ବାକ୍ୟ ଶୁଣି କେଶୀ ବୀର, ନମସ୍କାର କରି ପାଶୁ ଗଲା ତତପର। ଏକ ମୁଖା ହୋଇ କରି ଚଳେ ଗୋପ ପଥେ, ନୀଳବର୍ଣ୍ଣ ମଞ୍ଜରୀ କି ଦେଖଇ ଅଦ୍ଭୁତେ। ବାମ ନାସା ସ୍ଫୁରେ ଡିଏ ପୁଣି ବାମ ଆଖି, ଆକାଶ ପଥରେ ଉଡ଼ା ଦିଏ ଗୃଧ୍ର ପକ୍ଷୀ। ଶୁକ ମୁନି ବୋଇଲେ କପରୀକ୍ଷ ଆଗର, ଏ ଶକୁନ ଦେଖି କେଶୀ ହୋଇଲା ବାହାର। ଅସୁର କାମରୂପୀ ସେ ଜାଣେ ବହୁ ମାୟା,
ଉଲୁକ ମନ୍ତ୍ର ସୁମରି ଗୁପ୍ତ କଲା କାୟା। ମତି ଉଦ୍ବେଗରେ ବୀର ଚଳିଲା ବହନ। ଗୋମତ ଗିରିର ତଳେ ମିଳିଲା ଯାଇଣ। ଅପଟାନ୍ତର ଭୂମି ଯେ କାଳିନ୍ଦୀର କୂଳ। ବିଚିତ୍ର କୁଞ୍ଜ ବନେ ଯେ ଦିଶେ ପରିମଳ। 12 ମାସରେ ବସନ୍ତ ବହେ ଘନ ଘନ। ମନ୍ଦେ ମନ୍ଦେ ବହେ ତହିଁ ଦକ୍ଷିଣା ପବନ। ଦେଖିଣ ସେ ସ୍ଥାନ କେସି ଆନନ୍ଦିତ ହୋଇ। ବହୁତ ପ୍ରଶଂସା କରି ରହିଲା କତହିଁ। ରାମକୃଷ୍ଣ ଆସିବାକୁ ପଥ ଅନୁସରି। ଲତା ଅଭ୍ୟନ୍ତରେ ରହେ କାୟା ଗୋପ୍ୟ କରି। ପରିଘାଇ ଆସିଅଛି କଂସ ରାଜା ଛଳେ। ରାମକୃଷ୍ଣ ଧରି ନେବ ତା ଭୁଜ ଯୁଗଳେ। ଏଥୁ ଅନନ୍ତରେ ତହୁଁ କେତେ ଦିନ ପରେ। ରାମକୃଷ୍ଣ ଗୋପ ବାଳ ଘେନି ସଙ୍ଗତରେ। ବତ୍ସାଙ୍କୁ ଅଡ଼ାଇ ସର୍ବେ ପଶିଲେ କାନନେ। ବନ ପର୍ବତେ ଚରନ୍ତି ଗାଈ ବତ୍ସା ମାନେ। ରଙ୍ଗ ଶୁକ୍ଳ କୃଷ୍ଣ ବତ୍ସା ଅଣ୍ଡିରା ଯେ ମାଇ। କହରା କସରା କେହୁ ପାଟଳିଆ ହୋଇ। ଆନନ୍ଦରେ ଘାସ ମାନ ଚରନ୍ତି ବନରେ। ରାମକୃଷ୍ଣ ଜଗିଛନ୍ତି ତାଙ୍କୁ ଆକଟରେ। କାଳିନ୍ଦୀର ପାଖେ ଅଛି ଗିରି ଚିତ୍ରକୂଟ। ଗୋଧିକା ଘାଟକୁ ସେହି ଅଟଇ ନିକଟ। ଗୋମତ ଚିତ୍ରକୂଟର ଦୁହିଁଙ୍କର ମଧ୍ୟେ। ଗୋଷ୍ଠୀ କରୁଥିଲେ ତହିଁ ପୂର୍ବେ ଦେବ ବୃନ୍ଦେ। ଯମୁନା କୂଳକୁ ଏକ କ୍ରୋଶ ଛଡ଼ା ସେହି। ତା 5 କୋଶେ ଭାଣ୍ଡିର ବନ ଯେ ଅଟଇ। ସେ ବନ ମଧ୍ୟେ ପଶିଲେ ସର୍ବେ ଯାଇ କରି। ଗୋପାଳ ପୁଏ ଗୋବତ୍ସା ଅଛନ୍ତି ଆବରି। କେସି ସେହି ବନେଛନ୍ତି ଗୁପ୍ତ ଭାବେ ରହି। ରାମକୃଷ୍ଣ ଦୁହିଁଙ୍କି ସେ ଅଛି ବାଟ ଚାହିଁ। ଅସୁର କାମ ରୂପୀ ଯେ ନାନା ରୂପ ଧରି। ବିଚାରେ ଏଠାକୁ କେବେ ଆସିବ ଶ୍ରୀହରି। ଯୋଗେ ଭେଟିଲେ ମୁଁ କାର୍ଯ୍ୟ ସାଧିବି ଏଠାର। ପ୍ରତିଜ୍ଞା କରିଅଛ ନୃପତି ଛାମୁର। ପର୍ବତ ଉପରେ ଉଠି ଦୈତ୍ୟ ଚାହୁଁଥିଲା। ମୁଖରଡ଼ି ଖଣ୍ଡେ ଦୂରୁ ତାହାକୁ ଶୁଭିଲା। ବିଚାରଇ ରାମକୃଷ୍ଣ ଏବେ ଅଇଲେ କି। ପର୍ବତ ଉପରେ ଥାଇ ଅସୁର ନିରେଖି। ଗିରି ଉପରକୁ ବତ୍ସା ମାନେ ଗଲେ ଚରି। ଥୋକେ ଗୋପ ପୁଅ ଘେନି ତଳେ ରହି ହରି। ଥୋକେ ପୁଅ ଲାଗିଲେ ଯେ ଖେଳ କୁତୁହଳେ। ବୃକ୍ଷରେ ଚଢ଼ିଲେ ଯାଇ ତହୁଁ କେତେ ବାଳେ। ଫଳ ଫୁଲ ଆନନ୍ଦରେ ତୋଳନ୍ତି କେତେକ। ଯମୁନା ଜଳରେ ପଶେ ହୋଇ କେଉ ଛୁକ। କେହୁ ବା ନାଚନ୍ତି କେହୁ ଗାଉଥାନ୍ତି ଗୀତ। କେ ବୋଲେ ସଙ୍ଗାତ କେହୁ ବୋଲେ ଆସମିତ। କେ ବୋଲଇ ଭାଇ କେହୁ ବୋଲୁଅଛି ନନା। କେହୁ ବୋଲେ ଗୋପୀନାଥ କେ ବୋଲଇ କାହ୍ନା। କେ ବୋଲେ ହରି ତୋହର ଏଡ଼େ କଦିମାକ। ମନେ ଗର୍ବ ବହି ଶୁଣୁ ନାହୁଁ ମୋର ଡାକ। ଭାଣ୍ଡିର ବନ ମଧ୍ୟରେ ସନକ ପ୍ରାୟେ। ଯେ ଯାହା ଅନୁରୂପରେ ଖେଳନ୍ତି ଯେ ପୋଏ। ବୃକ୍ଷ ଉପରକୁ ପୁଣି ଚଢ଼ିଲେ ଶ୍ରୀହରି। ଆଉ ଗୋପାଳ ପୋଏ ଯେ ଖେଳନ୍ତି ଯେ ଝାରି। ଶୁକମୁନି ବୋଇଲେ କ ଶୁଣ ତୁ ହରାଏ। ହରିବଂଶ ଶୁଣି କରି ପାପ କର କ୍ଷୟେ। ଶ୍ରୀକୃଷ୍ଣଙ୍କ ବାଳ ଲୀଳା ପବିତ୍ର କାହାଣୀ। ଯମଦଣ୍ଡ ନ ବାଧିବ ଯା ଶୁଣିଲେ ପ୍ରାଣୀ। ପର୍ବତ ଉପରେ ରହିଥିଲା ବୀରକେଶୀ। କଦମ୍ବାସୁର ଏ କାଳେ ତାପାସେ ପ୍ରବେଶୀ। ଖଣ୍ଡ ଦୂରରୁ କେଶିକି ନମସ୍କାର କଲା। ଉଚ୍ଚ ସ୍ୱରେ କାନ୍ଦି କେଶି ଆଗରେ କହିଲା। ବୋଲେ ମଧୁ କୈଟଭର ଅଟେ ପଣ ନାତି। ବୈଲୋଚନୀ ମୋର ମାତା ଜାଣ ମହାମତି। ଗୋମତ ପର୍ବତ ମୋର ପିତାମହ ଭୂଇଁ। ରାମକୃଷ୍ଣ ଭୟେ ଏଥେ ରହି ନ ପାରଇ।
ମୁଁ ତୋତେ ବିନୟ କରି କହୁଛି ଏତିକି, କିପରି ଶତ୍ରୁ ମୋହର ହୋଇବେ ନ ପାତି। ସ୍ଥାନ ଭ୍ରଷ୍ଟ ହୋଇଣ ମୁଁ ବୁଲୁଅଛି ଏକା, ଇଷ୍ଟ ବନ୍ଧୁ ସୋଦର ମୋ କେହି ନାହିଁ ସଖା। ମଧ୍ୟ ଭୁବନ କଟକେ ତୁମ୍ଭେ ଅଧିକାରୀ, ବଳବନ୍ତ ପଣେ ପୁଣି କେହି ନୋହେ ସରି। ତୁମ୍ଭର ଚରଣେ ମୁହିଁ କରୁଅଛି ସେବା, ପିତା ଭୂମି ଲାଗି ରାମ କୃଷ୍ଣଙ୍କୁ ମାରିବା। କଦମ୍ବାର ବାଣୀ ଶୁଣି କେସି ଅଳ୍ପ ହସି, ବୋଇଲା ମୁହିଁ ତ ସେଥିପାଇଁ ଅଛି ଆସି। ରାଜାଙ୍କ ଆଗେ ଆସିଛି ପ୍ରତିଜ୍ଞା ମୁଁ କରି, ତେଣୁ ଏତ୍ରି ଛକ ପଥ ବସିଛି ଆବରି। ଏ ରୂପେ ଆଜ୍ଞା ଦେଇଛି କଂସ ଦଣ୍ଡଧାରୀ, ଜୀବନ୍ତା ରାମ କୃଷ୍ଣଙ୍କୁ ନେବି ମୁହିଁ ଧରି। ଅନେକ କାଳରୁ ତେଣୁ ଏଥେ ଅଛି ବସି, କିପରି ଭେଟ ପଡ଼ିବେ ସେ ଗଉଡ଼ ଶିଶି। ସନ୍ଧାନ ନ ପାଇ ବହୁ ଦିନ ଗଲା ଗଡ଼ି, ଆଜ ତ କାହିଁକି ଯିବ ଅଛି ଭେଟ ପଡ଼ି। କଂସ ନୃପତିର ପୁଣ୍ୟ ଆଜ ବିକାଶିଲା, ଏହା କହି କେସି ଦୈତ୍ୟ ନିଶେ ହାତ ଦେଲା। କଦମ୍ବା ବୋଲେ ମୁଆନ ନ ଲୋଡ଼ଇ କାହା, କେବଳ ମାତ୍ରକ ମୋତେ ହୋଇଥିବ ସାହା। ତୁମ୍ଭ ବଳବନ୍ତ ପଣ ଅଛି ମୋତେ ଜଣା, ଯମ ଦେବତାର କରିପାର ବୁଦ୍ଧି ବଣା। ଛାର ଗଉଡ଼ ଟୋକାଏ କେତେକ ମାତର, ମନ କଲେ ମେରୁଗିରି କରିପାର ଚୋର। ଦୁଇ ଜଣ ହେଲେ ପୁଣି ମାଲ ମଧ୍ୟ ହାରି, କେସି ବୋଲେ ଜଣେ ତୁ କି ପାରିବୁ ଆଭରି। ସେହୁ ବୋଲେ ଜଣେ ତେବେ ରହିଲା ମୋ ଭାଗେ, ଯାହାକୁ ଇଚ୍ଛା ତୁମ୍ଭର ଦିଅ ମୋତେ ବେଗେ। ଶୁଣିଣ ସନ୍ତୋଷ ତହୁଁ ହେଲା ବୀର କେସି, ବୋଲେ ବଳରାମ ତୁଲେ ତୋର କଷା କଷି। ବଡ଼ଇ ମାୟାଧର ଯେ ଅଟଇ ଶ୍ରୀହରି, ମାୟା ବଳେ ତାକୁ ମୁହିଁ ସାଧ୍ୟ କରିପାରି। କାଦମ୍ବରୀ ପାନେ ରାମ ଅଛି ମତ୍ତ ହୋଇ, କଦମ୍ବ ତରୁ ତଳରେ ସୁଖେ ଅଛି ଶୋଇ। ଏପରି ବେଳେ କେବେ କି ତାକୁ ପାରୁ ମାରି, କଂସ ରାଜେ କରିବଇ ତୋତେ ଅଧିକାରୀ। ତୋ ନିଜ ଭୁଜ ବଳେ ତୁ ଶତ୍ରୁ କର ସାଧ୍ୟ, କେତେ ବଳ ବା ତାଙ୍କର ଏକେ ତ ନିର୍ବୋଧ। କଳ କୌଶଳେ ଯେବେ କରିବା ବିନାଶ, କଂସ ରାଜା ଶୁଣି ନିଶ୍ଚୟ କରିବ ପୌରୁଷ। ଏଥିରୁ ଭଲ ସମୟ ପାଇବା ତ କାହିଁ, ମାରି ନ ପାରିଲେ ଭାଇ ଆବରିଥା ରହି। ନିଶ୍ଚୟ ମୁହିଁ ଶତ୍ରୁଙ୍କୁ କରିଣ ବିନାଶ, ପୁନରପି ପାଇବୁ ତୁ ତୋର ନିଜ ବାସ। ଏତେ କହି କଦମ୍ବାଙ୍କୁ ରାମ ଠାରୁ ପେଶି, ଅସ୍ୱରୂପେ କୃଷ୍ଣ ପରେ ମାଡ଼ି ବସେ କେଶି। ବିକଟାଳ ହୋଇ ରୂପ ଦିଶେ ଭୟଙ୍କର, ଆକାଶ ମଣ୍ଡଳେ ଯାଇ ଲାଗିଅଛି ଶିର। ଭୂମିରେ ଚାରି ଚରଣ ଅତ୍ୟନ୍ତ ବିଶାଳ, ପ୍ରଚଣ୍ଡ ଆଦିତ୍ୟ ପ୍ରାୟ ଚକ୍ଷୁ ଅନ୍ତରାଳ। ମେରୁ ସମାନରେ ବିରାଜଇ ରୋମାବଳୀ, ପ୍ରଚଣ୍ଡ ନିଶ୍ୱାସ ଛାଡ଼େ ଦୀର୍ଘେ ମହାବଳୀ। ଦେଖି କରି ଦେବତାଏ ମହାଭୟ କଲେ, ଅମରପୁର ତେଜିଣ ମେରୁରେ ଲୁଚିଲେ। କୃଷ୍ଣ ଉପରକୁ ମାଡ଼ି ପଡ଼େ ରଣରଙ୍କା, ବସୁଧା ମାତା ଦେଖିଣ ପାଏ ମନେ ଶଙ୍କା। ଏସନକ ବିଶ୍ୱରୂପ ଗୋପ ପୋଏ ଦେଖି, ଯେ ଯାହାର ପଳାଇଲେ କୃଷ୍ଣଙ୍କୁ ପେଖି। ଘୋର ରାବ କରି ଦୈତ୍ୟ ଧାଏଁ ଅତି ରାଗେ, ଆଗେ ଯେ ପଡ଼ଇ ତାକୁ ଖେପି ଦିଏ ଗର୍ଭେ। ଘୋର ଗର୍ଜନ ଘାତରେ କମ୍ପେ ତ୍ରିଭୁବନ, ପୃଥିବୀ କି ଗିଳି ଦେବ କିବା ଦୈତ୍ୟ ରାଣ। ରଟମଟ ଦନ୍ତ କରି କଟମଟ ଆଖି, ଉଷତ ମନରେ ଧାଏଁ କୃଷ୍ଣଙ୍କୁ ସେ ଦେଖି। ପିମ୍ପୁଡ଼ି ଉପରେ ଯେହ୍ନେ ଗିରି ପଡ଼େ ମାଡ଼ି,
ସେହି ରୂପେ କେଶୀ ଦୈତ୍ୟ କୃଷ୍ଣେ ଦିଏ ଧାଡ଼ି। କେଶୀର ବିଶ୍ୱମୂରତି ଦେଖି ଦେବରାଏ, ବିଚାରନ୍ତି କେଉଁ ପରି ଦୈତ୍ୟ ଜୀବ କ୍ଷୟେ। ନୃସିଂହ ସ୍ୱରୂପ ତହୁଁ ଧରି ନରହରି, କେଶୀର ତୁଣ୍ଡ ଭିତରେ ହସ୍ତ ନେଇ ଭରି। ପଞ୍ଚଦଶ ଜୁଣ ଯାଏ ବଢ଼ିଲା କଭୁଜ, ଭୟଙ୍କର ସ୍ୱରୂପକୁ ଧରି ଦେବରାଜ। ମୂଷଳ ପଶିଲା କିବା ଦୈତ୍ୟ ଗର୍ଭରେ, ତେମନ୍ତ ମଣି ରଡ଼ିଏ ଦେଲା ଉଚ୍ଚ ସ୍ୱରେ। ରୁଧିର ଉଦ୍ଗାରି ବୀର ପଡ଼ିଲା କଢଳି, ସତେ ଭେଡ଼ା ପାତାଳେ ଯେ ପଶେ ମହିସ୍ଥଳୀ। ପ୍ରାଣ ଯାଆନ୍ତେ ଅସୁର ଛାଡ଼େ ଘୋର ରଡ଼ି, ମେରୁ ମନ୍ଦର ଗିରିକି ପଡ଼ିବ ଉପୁଡ଼ି। ଦେଖି ପୋଏ ପଳାନ୍ତି ଯେ ମହାଭୟ ପାଇ, କେ ଗିରି ବାହାରେ ଲୁଚେ କେ ବନରେ ଯାଇ। ଏ ରୂପେ କେଶିକି ପ୍ରଭୁ କରନ୍ତେ ସଂହାର, ଆନନ୍ଦରେ ପୁଷ୍ପ ବୃଷ୍ଟି କରିଲେ ଅମର। ଶୁକମୁନି ବୋଇଲେ କ ଶୁଣ ନୃପ ସାଇଁ, ନିଶ୍ଚିଷ୍ଟେ କଦମ୍ବ ତଳେ ରାମ ଥିଲେ ଶୋଇ। କଦମ୍ବା ଧାଇଁଲା ବଳଦେବ ସନ୍ନିଧାନେ, ଦେଖିଣ ଶଙ୍କା କରିଲେ ବୁବୁଧାଦିମାନେ। ମୁକୁଳିତ କେଶର ଟମଟ ଦନ୍ତପନ୍ତି, ନିର୍ଧୂମ ନଳ ପ୍ରାୟ ବିରାଜଇ ଜ୍ୟୋତି। ଲହ ଲହ ଜିହ୍ୱା କରି ଧାଏଁ ଅନ୍ତରାଳେ, ଚରଣ ଭୂମିରେ ମୁଣ୍ଡ ଆକାଶ ମଣ୍ଡଳେ। ପ୍ରଳୟ କାଳ ପରାଏ ଦୀର୍ଘ ରଡ଼ି ଦେଇ, ମହାକୋପେ ରାମ ଉପଲକ୍ଷିଣ ଧାମଇ। ହସ୍ତେ ଗଦା ଏକ ଘେନି ଦୈତ୍ୟ ମହାବଳୀ, ରାମଙ୍କ ଉପରେ ପିଟେ କ୍ରୋଧେ ପର ଜୋଳି। ଅଚେତନେ ଶୋଇଥିଲେ ପ୍ରଭୁ ହଳଧାରୀ, ଗଦା ବାଜିବାରୁ ନିଦ୍ରା ଭାଙ୍ଗିଲା ତାଙ୍କରି। ପଚାରନ୍ତି ବେନି ଚକ୍ଷୁ ମଳି ଉଠି ବସି, କିଏ ରେ ଗଦା ପ୍ରହାର କରୁ ମୋତେ ଆସି। ତକ୍ଷଣେ ବସନ ପ୍ରଭୁ ଭିଡ଼ି ମାଲ ବନ୍ଧେ, ଧୂଳି କରେ ଘଷି ଉଭା ହୋଇଲେ ଆନନ୍ଦେ। ରେ ରେ କାର କରି ଉଚ୍ଚେ ବେନି ବାହା ମଡ଼ି, ନୟନ ତରାଟି ଦନ୍ତ ମାନଙ୍କୁ ରଗଡ଼ି। ଧାଇଣ କଦମ୍ବାସୁରେ ଧଇଲେ କଜାଇ, ବିରାଡ଼ି ମୂଷାକୁ ପାଇ ଯେ ରୂପେ ହୁଅଇ। ଯେହ୍ନେ ଭୁଜ ଭିଡ଼ି ମୁଣ୍ଡେ ମୁଣ୍ଡ କୋଡ଼ି, ପାଦରେ ପାଦକୁ ଛନ୍ଦି ବୁଜେ ବୁକୁ ଭିଡ଼ି। ପଡ଼ି ଉଠି ଭୁଜ ତଳେ ଦିଅନ୍ତି ଲଟକାଳି, ଏ ରୂପେ କଦମ୍ବା ସଙ୍ଗେ ଯୁଝନ୍ତି ଯେ ହଳି। କେତଳେ ପଡ଼ଇ କେହୁ ବସଇ ଉପରେ, ମହାକ୍ରୋଧେ ବଜ୍ରମୁଷ୍ଟି ମାରେ କେ ଛାତିରେ। ଦୁହେଁ ତ ମହାବଳିଷ୍ଠ ନୁହଁଇ କେ ଉଣା, ଦେଖି କରି ଦେବ ତାଙ୍କ ବୁଦ୍ଧି ହେଲା ବଣା। ପାଦ ଭରେ କମ୍ପମାନ ହୁଏ ମହିସ୍ଥଳୀ, ବେନି ଷଣ୍ଢ ମାଲ ବନ୍ଧେ କରନ୍ତି କି କଳି। ବେଳୁ ବେଳ ସମର ଯେ ହେଲା ଗରୁ ଟାଣ, ଖାଲ ଉଚ୍ଚ ଭୂମି ସବୁ ହୋଇଲା ସମାନ। ବଡ଼ଶିରେ ଲାଗି ମିନ ଯେ ସନେ ଖେଳଇ, ତେସନେ ରାମଙ୍କ ସଙ୍ଗେ କଦମ୍ବା ଲଢ଼ଇ। ଏହିପରି ଘଡ଼ିଏ କ ଲାଗିଲା ସମର, ଘାଏ କାମ ପାଳ ସ୍ୱାମୀ ହୋଇ କୋପ ଭର। ଅବହେଳେ ଅସୁରକୁ ତଳରେ କଚାଡ଼ି, ବିକ୍ରମ ସିଂହ ପରାଏ ବସିଲେ କମାଡ଼ି। ବକର ଉପରେ ଯେହ୍ନେ ବସଇ ଶ୍ୟାମଳ, ବାମ ଆଣ୍ଠୁରେ ମାଡ଼ିଲେ ଦୈତ୍ୟ ବକ୍ଷସ୍ଥଳ। ଆକ୍ରୋଶୀ ଉପାଡ଼ି ଦେଲେ ତାର ଭୁଜ ଦଣ୍ଡ, ମୋଡ଼ି ପକାଇଲେ ତହୁଁ କଦମ୍ବାର ମୁଣ୍ଡ। ଦୀର୍ଘ ରଡ଼ି ଦେଇ ଦୈତ୍ୟ ଛାଡ଼ିଲା ଜୀବନ, ବଳରାମ କରେ ମରି ପାଇଲା କାରଣ। ସର୍ବଦେବ ମାନେ ଥିଲେ ଅଧା ସ୍ୱର୍ଗେ ରହି, ଅଦ୍ଭୁତେ ବେନି ପୁରୁଷ ବିମାନ ଆରୋହୀ। ସ୍ୱର୍ଗେ ପ୍ରବେଶ ହୋଇଲେ ଅତି ଉତ୍ସାହରେ, ପୂଜା ପାଇଲେ କ ବସି ଦେବଙ୍କ ପାଶରେ।
ଏହି ରୂପେ ବେନି ଦୈତ୍ୟ ହୁଅନ୍ତେ ବିନାଶ। ଗୋଟି ଗୋଟି ମିଳିଲେ କ ଆସି ଗୋପ ଶିଷ୍ୟ। ଦେଖିଲେ ପର୍ବତ ପ୍ରାୟ ପଡ଼ିଛନ୍ତି ଦୈତ୍ୟ। ଭୟ ପାଇ ରାମକୃଷ୍ଣେ ପୁଛନ୍ତି ଏମନ୍ତ। ଆଉ ଏ ବନକୁ ଆମ୍ଭେ ଆସିବା ତ ନାହିଁ। ଅସୁରଙ୍କ ଉପଦ୍ରବେ କେ ପାରିବ ରହି। କେବଳ ଇ ଦୈତ୍ୟ ମୋତେ ଆଜି ଖାଇଥାନ୍ତା। କେବଳ ଇ ଆମ୍ଭ ପ୍ରାଣ ରଖିଲା ବିଧାତା। କେବଳ ଇ କଂସାସୁର କରିଅଛି ରୋଷ। ରାମକୃଷ୍ଣ ଲାଗି ଆମ୍ଭେ ହୋଇବା ବିନାଶ। ପିଲା କାଳୁ ଏ ଦୁହେଁ ତ ହେଲେ ମହାଦୁଷ୍ଟ। ନନ୍ଦରାଜା ଏହାଙ୍କୁ ତ ନ କଲା କଟ। ଚାଲ ଆଜି ଏହି କଥା କହିବା ନନ୍ଦଙ୍କୁ। ସମ୍ଭାଳି ରଖନ୍ତୁ ଘରେ ଦୁଇ ପୁଅଙ୍କୁ। ୟାଙ୍କ ଯୋଗେ ଆମ୍ଭେ କିମ୍ପା ଯିବା ଦୈତ୍ୟ ମୁଖେ। ଏହି ରୂପେ କଥାବାର୍ତ୍ତା ହନ୍ତି ଏକେ ଏକେ। ଶୁଣି ରାମକୃଷ୍ଣ ତାହା ଅଳ୍ପେ ଅଳ୍ପେ ହସି। ପ୍ରବୋଧ ବଚନେ ଗୋପ ଶିଶୁଙ୍କୁ ଆଶ୍ୱାସୀ। ବଛାନ୍ତ ବନରୁ ଖୋଜି ଆଣିଲେ ଅଡ଼ାଇ। ପାଣି ପେଇ ଯେ ଯାହାର ପୁରେଲେ ଉଟାଇ। ଆନନ୍ଦରେ ଗୋପପୁରେ ହୋଇଲେ ପ୍ରବେଶ। ଏଥୁ ଅନନ୍ତରେ ରାଜା ଶୁଣ ଆନରସ। ଯେତେବେଳେ ଦୈତ୍ୟ ଦୁଇ ବିନାଶ ହୋଇଲେ। କଂସର ଡଗରା ତାହା ଲୁଚି ଦେଖୁଥିଲେ। ଦୁଃଖିତ ମନରେ ତହୁଁ ଗଲେ ସେ ଲେଉଟି। ଯାଇ କଂସ ନୃପତିକୁ ଆସ୍ଥାନରେ ଭେଟି। ପାତ୍ର ମନ୍ତ୍ରୀ ଘେନି ରାଜା ବସିଛି ସଭାରେ। ମଣିମା ଡାକ ଶୁଭେ ନିରନ୍ତରେ। ବୀର ମହାବୀର ମାନେ ଆୟୁଧକୁ ଧରି। ବସିଛନ୍ତି ପଟୁଆରେ ସର୍ବେ ବେଢ଼ି କରି। ଗହ ଗହ ଶବଦରେ ପୁରୀ ଅଛି ସଭା। ତାହାକୁ କି ପଟାନ୍ତର ଆନ ସଙ୍ଗେ ଦେବା। 14 ଭୁବନ ରାଜା ଯେଉଁ କଂସାସୁର। ଯାହାର ନାମ ଶୁଣିଲେ କମ୍ପେ ବଜ୍ରଧର। ତା ସଭା ମହିମା ମୁଖେ ବନିକେ ବାପାରେ। ଡଗରା ମିଳିଲେ ଯାଇ ଏମନ୍ତ ବେଳରେ। ଶିରେ କର ଯୋଡ଼ି ଖଣ୍ଡ ଦୂରେ ଉଭା ହୋଇ। ବୋଇଲା ଶୁଣି ମାହେଉ ତୋଜନର ସାଇଁ। ଗୋପପୁରର ବାରତା ଅତି ଶୋଚନୀୟ। ଆପଣଙ୍କ ପାଶୁ କେସି ହୋଇଲା ବିଦାୟ। ଉଲୁକ ମନ୍ତ୍ରରେ ନିଜ କାୟା ଗୋପ୍ୟ କରି। ଗୋପତେ ରହିଲା ଯାଇ ସେ ଗୋମତଗିରି। ରାମକୃଷ୍ଣେ ମନେ ମନେ ଲୋଡ଼ୁଥାଏ ନିତ୍ୟ। ଏକାଳେ ମିଳିଲା ଆସି କଦମ୍ବା ଦୈତ୍ୟ। ବୋଇଲା ସେ ରାମକୃଷ୍ଣ ମୋହର ବୈରୀ। ନିଶ୍ଚେ ତାଙ୍କୁ ବିନାଶିବା ଦୁହେଁ ମିଳି କରି। ଏମନ୍ତ କହିଣ ସେହୁ ରହିଲା ତା ପାଶେ। ସେ ମଧ୍ୟ କାୟାକୁ ଗୁପ୍ତ କଲା ମନ୍ତ୍ର ବସେ। କିଛି ଦିନ ପରେ ରାମକୃଷ୍ଣ ବେନି ଭାଇ। କୁଞ୍ଜବନକୁ ଅଇଲେ ବାଛୁରୀ ଚରାଇ। ଗୋପାଳ ପୁଅଙ୍କୁ ଘେନି କାନନେ ବିହରି। କେସି କଦମ୍ବା ଧାଇଁଲେ ତାଙ୍କୁ ଦେଖି କରି। ରାମକୃଷ୍ଣ ସଙ୍ଗତରେ କରିଲେ ସମର। ଶେଷେ ଯମପୁରେ ଗଲେ ତେଡ଼େ ବଡ଼ ବୀର। କି କହିଲ ବୋଲି କଂସରାଣ। ଆସ୍ଥାନୁ ଢଳି ପଡ଼ିଲା ହୋଇ ଅଚେତନ। ମୂର୍ଚ୍ଛାଗତ ହୋଇ ତଳେ ପଡ଼େ ବୀରମଣି। ଉଗ୍ରସେନ ଧାଇଁ ଯାଇ କୋଳେ ଧରି ଆଣି। ମୁଖରେ ନିରସିଂଚିଣ କରିଲେ ସଚେତ। ଘଡ଼ିକ ପରେ ଚେତନା ପାଇଲା ଦୈତ୍ୟ। କେସି କେସି ବୋଲି ଉଚ୍ଚେ ରୋଦନ କରଇ। ତୋ ପରି ସଖା ମୋରେ ପାଇବଇ କାହିଁ। ସବୁ ବୀର ମାନେ ମୋର ଦେଖୁ ଦେଖୁ ଗଲେ। କାହାକୁ ଘେନିଣ ରାଜ୍ୟ କରିବଇ ଭଲେ। ଗୋପାଳକୁ ମରେ ମୋର ହୋଇଲେ କଣ୍ଟକ। ଏହା ସିନା ଭିଆଇଲେ ମିଳି ଦେବ ଲୋକ। ନହିଲେ କି ଶଶା ହାତେ ସିଂହ ନାଶ ଯାନ୍ତି। ଯେଉଁ ଦଇତେ ମନୁଷ୍ୟମାନଙ୍କୁ ଖାଆନ୍ତି।
से पुणी राक्षस बल करती संहार कागे कहबी एहा कर्म दोष मोर काहाकू घेनिण एबे करिब सभा के मते सदुपदेश देव आउ अबा बड़ लोक हाते जेबे पांति प्राभव सेथिकी सोचना मने नुहंता जेलब छेळींक हातरे एबे प्राभव पाइली जाहांकू कोपे चाहिला मात्रे जीवे जळी गौड़ बाउड़ सेहु हाउड़िया जाति बनरे बुलिण सदा गाई रखी थांती दूध दही बिकांकर एड़िकी साहस देखु देखु अष्टमल मोर कले नाश कहिले कथा मते लज्जा उपजई एते बोली कपाଳରେ कर मारे नेई राजार विमुख देखी कहे उग्रसेन किंपाई वृथा भावना करू रे नंदन तोर समवीर नाही 14 भुवन नाम शुणी भय पाए सहस्र नयन मन कले पृथ्वी को क्षणे साधि पारू छार गौड़ंक पाई एते चिंता करू वीर महावीर माने रही छंती एथे जाहाकू आज्ञा देबु से धरी देबे तोते समस्त जादव माने कहंती आश्वासी इंदुमती रानी मध्य बोध दिए आसी उग्रसेन बोले पुत्र शुण मोर बाणी गोपपुर को जान्तु दूत एही क्षणी अक्रूर को पठाइबा जाऊ लेखा घेनी धनु जात्रा उत्सवे कभी आइबा पुणी से जात्रा देखिबा पाई आणु राम हरि आयत हेले मारिबा तांकु घेरी करी एमंत कही कंस को कराइले तोष शुणिण आनंद मना होइला राक्षस आस्थान मौली तहु अंतपुरे गला ए अटई विष्णुंकर बाल्यकाल लीला पद पद के अमृत अछि एथे पुरी पान करी संसार को तर नर नारी आहे विज्ञ जने मोर न धरिब दोष दिन अच्युत श्री हरि पाद तले दास केसी ओ कदम्बार पूर्वजन्म वृत्तांत एहा शुणी परीक्षित सुखंकु पचारी कहिल बड़ रहस्य कथा तपचारी भोमुनि से दैत्य राम कृष्ण हस्ते मले विमान आरोही किंपा स्वर्गपुरे गले केउ अभिशापे लभिथिले दैत्य अंग पुनरपि केउ भाग्ये पाइले से स्वर्ग एहा संक्षेपीण मते कह महाज्ञाता पाइबई मोक्ष गति शुणिण से कथा राजार वचन शुणी बदयंती जाति शुण एक मने जम्बूद्वीप अधिपति अनेक कालर कथा पुरातन वाणी जहा मुनिंक बदनु थिली मुहि शुणी शांति नामे सत्य जुगे पुरंदर इंद्र सौरी नामे सूर्य निशाकर नामे चंद्र शिव नामे शुक्र बुध नाम बृहस्पति एसनक देवगण नाम को वहंती दक्ष प्रजापतिंकर अश्विनी कुमारी चंद्रदेवंकर सेहु अटे मनहारी 27 भार्या परे श्रेष्ठ से बोलाई आद्य नक्षत्र अश्विनी ज्योति शास्त्र कही दक्ष प्रजापतिंकर सहस्रे कुमारी सर्वे पिता घरे थांती अविवाही नारी मेल होई खेलंती से सर्वे पिता घरे इच्छा सुखे विहरंती आनंद मनरे ब्रह्मांक नातुणी दक्ष प्रजापति जे माँ कुमारी सुलक्षणी से नाही ना उपमा बेभारे तो विवाही तरुण बयसी संपूर्ण चंद्रमा प्राय मुख तांक दिशी खेलंती कन्याए प्रतिदिन बलिले
ଦିନେ ଯାଇ ମିଳିଲେ କ ସର୍ବେ ଗଙ୍ଗା କୂଳେ। ଧୂଳି ଧୂସର ହଇଣ ଖେଳନ୍ତି ସେ ଘାଟେ, ବସ୍ତ୍ର ଅଳଙ୍କାର ମାନ ଥୋଇ ଗଙ୍ଗା ତଟେ। କଣ୍ଢେଇ କୁଲେଇ ଘଟ ଘଟି ଖୋଳି ଚୁଲି, ପିନ୍ଧିଲା ବସ୍ତ୍ର ପାଲଟି ଥୋଇ ଦେଇ ବାଳି। ଚଉଁରୀ ଫରୁଆ ଆଦି ରଖି ଦେଇ କୂଳେ, ଧରା ଧରି ହୋଇ ସର୍ବେ ପଶିଲେ କଜଳେ। ତିଳ ତୈଳ କୁଙ୍କୁମ ହୋଇ ଦେହେ ବୋଳି, ଉଲଗ୍ନ ହୋଇ ନଦୀରେ ପଶି ସବୁ ବାଳି। ପଡ଼ନ୍ତି ଉଠନ୍ତି ପାଣି ପକାନ୍ତି ଉପରେ, କେହୁ କାହା ହାତ ଧରି ପଶଇ ଭିତରେ। କେହୁ ବୁଡ଼ି ଜଳେ କାହା ଗୋଡ଼ ଉଛୁଡ଼ନ୍ତି, ଏହିପରି କନ୍ୟାମାନେ ଜଳରେ କ୍ରୀଡ଼ନ୍ତି। ଯୁକତରେ ରାଜଜେମା ଅଲ୍ୟକ କୁମାରୀ, ଏକୁ ଏକ ଅଧିକରେ ଅତ୍ୟନ୍ତ ସୁନ୍ଦରୀ। ବିଶୁଦ୍ଧ ସୁବର୍ଣ୍ଣ ପ୍ରାୟ ବିରାଜଇ ତନୁ, ଓଲଟର ଭାସମାନ ବିରାଜଇ ଜାନୁ। ସମ୍ପୂର୍ଣ୍ଣ ଚନ୍ଦ୍ରମା ପ୍ରାୟ ଦିଶଇ ବଦନ, ମନ୍ଦହାସରେ ସେ ପୁଣି ହୋଇଅଛି ପୂର୍ଣ୍ଣ। ଯୋ କୋକିଳ ପରାୟ ତାଙ୍କ କହିବାର ବାଣୀ, ସଂକୀର୍ଣ୍ଣ ମଝା ଶଙ୍କର ଡମ୍ବରକୁ ଜିଣି। ଭ୍ରୁଲତା କାମଧନୁ ଯେ ଦିବ୍ୟ ବିମ୍ବାଧର, ଭୁଜଦଣ୍ଡ ହସ୍ତି ଥୋର ପରାଏ ସୁନ୍ଦର। ଚମ୍ପା କଢ଼କୁ ଜିଣିଣ କରଇ ଅଙ୍ଗୁଳି, ଝଟ ଝଟ ନଖ ତେଜ ଯେସନେ ବିଜୁଳି। ସିନ୍ଦୁର ମଣ୍ଡିତ ମୁଣ୍ଡ ମୁକ୍ତା ପରିଦନ୍ତ, ଘନକେ ସମସ୍ତ କରେ ଅତି ଦୀପ୍ତମନ୍ତ। ଅନେକ ଯତ୍ନେ ବିଧାତା ତାଙ୍କୁ ଗଢ଼ିଅଛି, ମୋହିନୀ କନ୍ୟା ପରାଏ ସ୍ୱରୂପ ଦିଶୁଛି। ଜଳରେ ପଶି କ୍ରୀଡ଼ନ୍ତି ସର୍ବେ କୁତୁହଳେ, ନାହିଁ ପଟାନ୍ତର ତାଙ୍କୁ ସ୍ୱର୍ଗ ମଞ୍ଚ ଆଳେ। ଏ ସନକ ସମୟରେ ଦୈବୀ ବିପରୀତ, ସେ ଜଳରେ ସ୍ନାନ କରୁଥିଲା ମୟ ଦୈତ୍ୟ। ଖଣ୍ଡେ ଦୂରେ ଥାଇ କୁମାରୀଙ୍କ କ୍ରୀଡ଼ା ଦେଖି, ସନ୍ନିଧିକୁ ଅଇଲା ସେ ଲଜ୍ଜାକୁ ଉପେକ୍ଷି। ଦେଖିଲା ସେ କନ୍ୟାଙ୍କର ହାବ ଭାବ ମାନ, ଧୈର୍ଯ୍ୟ ବୁଡ଼ିଲା ତାର ଚିତ୍ତ ଛନ ଛନ। ଘୃତ ଭାଣ୍ଡେ ଅଗ୍ନି ଲାଗି ଯେସନେ ତରଳେ, ଅଜ୍ଞାନ ହୋଇ ଯେସନେ ପଶଇ ସଲିଳେ। ଅକ୍ଷୟରେ ତ ଅଙ୍ଗରୁ ଗଲା ତାର ବହି, ସେ କଥାକୁ ଦୈତ୍ୟପତି ଜାଣି ନ ପାରଇ। ପ୍ରଖର ସ୍ରୋତରେ ପଡ଼ି ଭାସି ସେ ଅଇଲା, ଅଶ୍ୱିନୀ କନ୍ୟା ଗର୍ଭରେ ଠାବ ଯାଇ କଲା। ମନୁଖେଦ ଜାନ୍ତେ ଦୈତ୍ୟ ଗଲା ଯେ ଲେଉଟି, ଦକ୍ଷ ନନ୍ଦିନୀ ଘରକୁ ସର୍ବେ ଗଲେ ଉଠି। ଏହିପରି କେତେ ଦିନ ଅତୀତ ହୋଇଲା, ଦୈବ ଯୋଗେ ଅଶ୍ୱିନୀ ଗର୍ଭବତୀ ହେଲା। ଦିନକୁ ଦିନ ଉଦର ବର୍ଦ୍ଧମାନ ତାର, ଗର୍ଭକୁ ଦେଖି ଲଜ୍ଜା ସେ ପାଇଲା ଅପାର। ବେନି ମାସ ପରିଜନ୍ତେ ବହିଲା ସୁନ୍ଦରୀ, ସହି ନ ପାରି ପକାଇ ଦେଲା ତା ଉଦ୍ଗାରି। କୌଶିକୀ ଲତା ତଳେ ପକାଏ ଯୁଗତେ, କାହାକୁ ସେ କଥା ଗୋଟି ନ ବୋଲେ କିଞ୍ଚିତେ। ଏଥୁ ଅନ୍ତରେ ନାରଦ ମହାବ୍ରହ୍ମଜ୍ଞାନୀ, ମୟ ଦୈତ୍ୟ ଆଗରେ ସାନକ ଭଣୀ। ଆହୋ ଦାନବ ଜଗତେ ତୁ ମହାବଳିଷ୍ଠ, ଜ୍ଞାନବନ୍ତ ହୋଇ କିମ୍ପା ହେଲୁ ମତି ଭ୍ରଷ୍ଟ। ପୁତ୍ର ଜଗତେ କାରେଣୀ ପୁତ୍ର ଦିଏ ମୁକ୍ତି, ପୁତ୍ର ବିହୁନରେ ପ୍ରାଣୀ ପାଏ ନର୍କ ଗତି। ତୁମ୍ଭେ ଯେ ଉତ୍ତମ କୂଳେ କଲ ପୁତ୍ର ଜାତ, ତୁମ୍ଭେ ହେଳା କଲେ ପୁତ୍ର ହୋଇବ ନିହତ। ଅଙ୍ଗାର ପନଗ ନାମେ ଗନ୍ଧର୍ବେ କଥିଲା, ସଚିକୁ ହରିବା ପାଇଁ ମନ ସେ କରିଲା। ତାହା ଜାଣି ପାରି ଇନ୍ଦ୍ର ଅଭିଶାପ ଦେଲେ, ଦଇତ ଶରୀର ବହ ଯାଇ ରବି ତଳେ। ସେ ହେତୁରୁ ତୁମ୍ଭ ବୀର୍ଯ୍ୟେ ଉପୁଜିଲା ଶ୍ଵେତ, ସସାଗର ପୃଥିବୀକୁ କରିବ ଆୟତ୍ତ। ବହୁ କାଳ ପରିଜନ୍ତେ ଥିବ ଦେହ ଘେନି, ସଂଗ୍ରାମେ ସାଧ୍ୟ କରିବ ସକଳ ପରାଣୀ। ତାହାପରି ପୁତ୍ର ଗୋଟା କେବେ ନୋହୁ ନାଶ,
ଯତ୍ନ ସହକାରେ ସେହି ପୁତ୍ର ଗୋଟି ପୋଷ। ଆବର ବଚନ ତୋତେ କହିଥିବା ଅଦ୍ୟ, ଶ୍ରୀକୃଷ୍ଣ ହସ୍ତରେ ପୁତ୍ର ଗୋଟି ହେବ ବଦ୍ଧ। କଂସ ଉପଦ୍ରବ ପାଇଁ ପ୍ରଭୁ ଚକ୍ରପାଣି, ଦ୍ୱାପର ଯୁଗେ ଜନ୍ମିବେ ନରତନୁ ଘେନି। ତାଙ୍କ ହସ୍ତରେ ମରିଣ ହୋଇବ ମୁକତ, କେଶୀ ନାମକୁ ବହିବ ତୋର ଏହି ସୁତ। କଂସଠାରୁ ପରାକ୍ରମ ତାହାର ଉଗୁଳି, ଭାଣ୍ଡିର ବନେ ମାରିବେ ତାକୁ ବନମାଳି। ମୟ ଦହିତ ଶୁଣନ୍ତେ ସନକ ବାଣୀ, କୌଶିକୀ ଲତା ତଳରୁ ପୁତ୍ର ଯାଇ ଆଣି। ସଞ୍ଜୀବନୀ ନାମେ ତାର ଭାର୍ଯ୍ୟା ରୂପବତୀ, ତାହାର ଗୋଚରେ ପୁତ୍ର ଦେଲା ଦୈତ୍ୟପତି। ନାରଦଙ୍କ ବାକ୍ୟେ କେଶୀ ନାମ ଦେଲା ତାର, ଶ୍ରୀକୃଷ୍ଣ ହସ୍ତରେ ମରି ପାଇଲା ଉଦ୍ଧାର। ଅଙ୍ଗାର ପନଗରିତି ଶୁଣ ମହାରାଜ, କେଶୀ ନାମେ ମହାବଳୀ ଦଇତ ତନୁଜ। ହଳଧର ହସ୍ତେ ସେ କଦମ୍ବାସୁର ମଲା, ମନସୀ ଜଗନ୍ଧରବ ମେନକା ଲୋଭିଲା। ସୁଧର୍ମା ସଭାରେ ହରି ଲୋଡ଼ିଲା କବେଳେ, କୋପେ ସାପ ଦେଲେ ତାକୁ ଦେବ ଆଖଣ୍ଡଳେ। କଦମ୍ବାସୁରର କଥା ଶୁଣ ଏବେ ଭଲା, ମନସୀଜ ନାମେ ସ୍ୱର୍ଗେ ଗନ୍ଧର୍ବେ କଥିଲା। ମେନକାକୁ ହରି ଲୋଡ଼ୁ ବଳାତ୍କାର କରି, କୋପେ ଅଭିଶାପ ତାକୁ ଦେଲେ ବଜ୍ରଧାରୀ। କ୍ରୋଧ ଭରେ କହନ୍ତି ଯେ ତାକୁ ଜମ୍ଭ ଭେଦି, ଆରେ ମନସିକ ତୁହି କଲୁ ଦୁଷ୍ଟ ବୁଦ୍ଧି। ସ୍ୱର୍ଗର ଦେବତା ତୁହି ରୂପେ କାମଜିଣୀ, ଏଡ଼େ ବଡ଼ ଅନ୍ୟାୟକୁ ଆଚରିଲୁ ଆଣି। ତୁ ଆମ୍ଭର ପୁତ୍ର ଆମ୍ଭେ ତୋର ପିତା ମାତା, ଜାଣୁ ଜାଣୁ କେଉଁ ପରି ଆଚରୁ ଏ କଥା। ଏଣୁ ଆମ୍ଭର ବୋଲରେ ଦୈତ୍ୟ ତନୁ ବହ, ଯମୁନା କୂଳେ ଗୋମତ ପର୍ବତରେ ଥାଅ। ବଳରାମଙ୍କର ସଙ୍ଗେ ସମର କରିବୁ, ତାଙ୍କ ହସ୍ତେ ମରି ତୁହି ମୁକତି ଲଭିବୁ। ବାହୁଡ଼ି ପ୍ରାପତ ତୋତେ ହେବ ସ୍ୱର୍ଗପୁର, ଏ ସନକ ଜାତ ହେଲା କଦମ୍ବା ଅସୁର। ଦୁଇ ଭାଇଙ୍କର ହସ୍ତେ ଦୁଇ ବୀର ମଲେ, ସଭିଙ୍କ ଆଗରେ ସ୍ୱର୍ଗପୁରୀ ଚଳି ଗଲେ। ସରବ ଗୋପାଳ ଯେ ଦେଖନ୍ତି ଦେବ ହରି, ପୁଣି ବିଷ୍ଣୁ ମାୟା ଯେ କରନ୍ତି ଅସୁରାରୀ। ଯେ ଯାହା ଦେଖନ୍ତି ପାଶରନ୍ତି ତତକ୍ଷଣି, ବତ୍ସାନ୍ତ ଖୋଜି ନଦୀରେ ପିଆଅନ୍ତି ପାଣି। ଦିବା ଅନ୍ତେ ଅଟେଇରେ ଭରିଲେ କନେଇ, ଯେ ଯାହା ପୁରେ ପ୍ରବେଶ ହୋଇଲେ କଯାଇ। କାହ୍ନୁ ସଂକର୍ଷଣ ଗଲେ ଯଶୋଦାଙ୍କ ଆଗେ, ମୁଖେ ଚୁମ୍ବ ଦେଇ ଆଶ୍ୱାସନ୍ତି ଅତି ବେଗେ। ସର୍ବସୁଲକ୍ଷଣ ପୁତ୍ରେ ନନ୍ଦ ଯଶୋବନ୍ତୀ, ଦେଖି କୋଳେ ଦେଇ ଅତି ଆନନ୍ଦ ହୁଅନ୍ତି। ଯଶୋଦାଙ୍କ କୋଳେ ବିଜେ ଦେବ ଚକ୍ରପାଣି, ଉପମା କି ଦେବା ଉଦେ ସତେ ନିଶାମଣି। କୌଶଲ୍ୟା କୋଳେ କି ବିଜେ ଅବା ରଘୁନାଥ, ରେଣୁକାଙ୍କ କୋଳେ ବିଜେ ସତେ ପର୍ଶୁହସ୍ତ। ସାତ କଳ୍ପ ଯାଏ ଥିଲେ ବ୍ରହ୍ମା ପ୍ରଳୟରେ, କଦାଏ ମହର୍ଷି କୋଳେ ଅବା ସେ ସୁତିଲେ। ପୃଥ୍ୱୀ ପରେ ବିଜେ କିବା ମହାମେରୁଗିରି, ସ୍ୱର୍ଣ୍ଣାଦ୍ରି ବିହାରେ ରତ ସତେ ଶୂଳଧାରୀ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅପର୍ଣ୍ଣାର କୋଳେ, ନୀଳଚନ୍ଦ୍ର ଉଦେ କିବା ଆକାଶ ମଣ୍ଡଳେ। ଗାୟତ୍ରୀଙ୍କ କୋଳେ ସୁତି ଅବା ବେଦଚାରୀ, ନିରଞ୍ଜନ ଦେବ କି ସେ ମହାଶୂନ୍ୟଧାରୀ। ଏ ସନକ ଅଟଇ ସେ ଦୈତ୍ୟଙ୍କ ଚରିତ, ତେଣୁ ବିମାନରେ ଚଢ଼ି ହେଲେ ସ୍ୱର୍ଗ ପ୍ରାପ୍ତ। ସମସ୍ତେ ଦେଖନ୍ତେ ସ୍ୱର୍ଗ ଭୁବନକୁ ଗଲେ, ପରୀକ୍ଷ ଆଗରେ ଶୁକ ମୁନି ଯେ କହିଲେ। ହରିବଂଶର ଚରିତ ଅତି ଅଗୋଚର, ସଂକ୍ଷେପେ ଲେଖଇ ତାହା ଅଚ୍ୟୁତ ପାମର। ଆହେ ସାଧୁ ଜନ ମୋର ନ ଧରିବ ଦୋଷ, ବାତୁଳ ପାରାଏ ବସି ଲେଖେ ହରିବଂଶ। କଂସର ଧନୁଯାତ୍ରା।
ଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାଜା ସୁଖମୁନି ଚରଣରେ କରି ଦିବ୍ୟ ପୂଜା। ବୋଇଲେ ଭୋମୁନି କହ ଭାଗବତ ଧ୍ୱନି ଲଭିବି ସକଳ ଧର୍ମ ଶୁଣି ହରିବାଣୀ। ଏଥୁ ଅନ୍ତରେ କେବଣ ଚରିତ କି ବିଧି ସଂକ୍ଷେପରେ କହ ମୋତେ ଆହେ ତପନିଧି। କେଶୀ ବଧ ପରେ କଂସ କେଉଁ କୃତ୍ୟ କଲା ଗୋପପୁରକୁ ଅକ୍ରୂର ଗଲା କି ନ ଗଲା ତାହା ଶୁଣିବାକୁ ମୋର ବଳି ଅଛି ମନ। ଦୟା କରି କହ ମୋତେ ହେ ଋଷି ପ୍ରଧାନ। ରାଜାର ନିର୍ମଳ ଚିତ୍ତ ଭକ୍ତ ଭାବ ଦେଖି କହନ୍ତି ଯେ ସୁକ ଯାହା ଶାସ୍ତ୍ରେ ଅଛି ଲେଖି। ଶୁଣ ତୁହ ସାବଧାନେ ନୃପ ଚୂଡ଼ାମଣି ବିଷ୍ଣୁର ବାଳ ଲୀଳାଏ କୌତୁକ ବାଣୀ। ବୈଶାଖ ଶୁକ୍ଳ ସପ୍ତମୀ ତିଥି ଗୁରୁବାର ମଥୁରା କଟକେ ଧନୁଯାତ୍ରା ସେ ଦିନର। କରନା ମେଣ କରଣ ମାହେନ୍ଦ୍ର ଯେ ଯୋଗ ମେଷ ସଂକ୍ରାନ୍ତି କି ପୁଣି 14 ଦିନ ଭୋଗ। ସେଦିନ କପଟ ଯାତ୍ରା ଏକ କଲା କଂସ ବିଚାରୋଇ ରାମକୃଷ୍ଣ କରିବି ବିନାଶ। ସମ୍ଭବେ ଆସ୍ଥାନ ପରେ ବସି ନୃପ ସାଇଁ ପାତ୍ର ମନ୍ତ୍ରୀ ପ୍ରୋହିତାଦି ଆଣେ ହକରାଇ। 7 ବଂଶ ଯାଦବଙ୍କୁ ଡକାଇଣ ପାଶେ ନିମନ୍ତ୍ରଣ ଗୁଆ ଦେଇ ପେଶେ ଦେଶେ ଦେଶେ। ବୋଲଇ ଏପରି ତୁମ୍ଭେ କହିବ ରାଜାଙ୍କୁ କଂସ ନୃପ ପେଶିଛନ୍ତି ତୁମ୍ଭର ପାଶକୁ। ଯେ ଯାହାର କୁଟୁମ୍ବାଦି ଘେନିଣ ସମସ୍ତେ ଧନୁଯାତ୍ରା ଦେଖିବାକୁ ଆସ ହେତୁରିତେ। ରାଜାଙ୍କର ଆଜ୍ଞାକୁ ଯେ କରିବ ଅବଜ୍ଞା ନିଶ୍ଚୟ ସାରିବେ ରାଜା ତାହାର ଯେ ପ୍ରଜ୍ଞା। ବସିଲା ଠାବରୁ ସର୍ବେ ବେଗେ ଉଠି ଆସ ଯାତ୍ରା ଦେଖି ବାହୁଡ଼ିବ ପୁଣି ଯେଝା ଦେଶ। ଏତେ କହି ଯାଦବଙ୍କୁ ପଠାଇ ନୃପତି ନଗ୍ରେ ଉତ୍ସବ କରାଅ ଆହେ ପାତ୍ର ମନ୍ତ୍ରୀ। ଯେ ଆଜ୍ଞା କହିଣ ସର୍ବେ ପୁର ମଣ୍ଡାଇଲେ ହାଟ ବାଟ ଦାଣ୍ଡ ସବୁ ପରିଷ୍କାର କଲେ। ଠାବେ ଠାବେ ପୂର୍ଣ୍ଣ କୁମ୍ଭେ ଗୁଆ ନାରିକେଳ ଥୋଇଣ ଦ୍ୱାରେ ବାନ୍ଧିଲେ ତୃଣାମାଳ ମାଳ। କାନ୍ଥ ବାଡ଼ରେ ବିଚିତ୍ର କାରୁକାର୍ଯ୍ୟ କଲେ ରାଜାର ଉଆସ ମାନ ଯତନେ ମଣ୍ଡିଲେ। ନେତ ପାଟ ପତ ନିଜେ ବାନ୍ଧି ଚଉକତି ପୁରେ ପୁରେ ଚନ୍ଦ୍ରାତପ ମାନ ସେ ଟାଙ୍ଗନ୍ତି। ପ୍ରତି ଘରେ ପକାଇଲେ ଦନ୍ତିର ପଲ୍ୟଙ୍କ ହାତୀଶାଳ ଘୋଡ଼ାଶାଳ ମଣ୍ଡାଇଲେ ଲୋକ। ନାନା ବିଧିରେ ଦୋକାନ ବସେ ଠାବେ ଠାବେ ଲାଗିଲେ ଯେ ଯାହା ନିଯୋଗରେ ଶ୍ଲୋକ ସର୍ବେ। ଏକ ଏକ କରି ତାହା କହିବି ବା କେତେ ପୋଥି ଗୋଟାଏ ହୋଇବ ତା ବସିଲେ ଖନ୍ତେ। ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେ ଏକାଙ୍ଗ ରାଜା ଦେବାସୁରେ କରନ୍ତି ଯା ପାଦ ତଳେ ପୂଜା। ଦ୍ୱାପରୀ ନୃପତି ଷଣ୍ଢ କଂସ ନୃପମଣି ବାସୁକି ଫଣା ନ ଟେକେ ଯାହା ନାମ ଶୁଣି। ଭାରା ନ ସହିବ ସୁଧା କରେ ରକ୍ତ ବାନ୍ତି ସନ୍ନିଧିରେ ରହିଛନ୍ତି ମହା ମହାରଥୀ। ଦେବ ଭଣ୍ଡାରେ ଯେତେକ ଦ୍ରବ୍ୟମାନ ଥିଲା ଲୁଟି ଆଣି ମଥୁରାରେ ଯେ ବୀର ରଖିଲା। ଏବେ ଧନୁ ଉତ୍ସବ ସେ ଯାତ୍ରା ଏକ କରେ ତାହାକୁ କି ପଟାନ୍ତର ଦେବା ବାନରେ। ସ୍ୱର୍ଗପୁର ଠାରୁ ବଳି ଦିଶଇ ସୁନ୍ଦର ବାଣ ନିଶାଣ ଶବ୍ଦରେ କମ୍ପେ 3 ପୁର। ଠାବେ ଠାବେ ନୃତ୍ୟକାରୀ କରୁଛନ୍ତି ନୃତ୍ୟ ଢୋଲ ଦମା ନାଗରାରେ ଉଛୁଳେ ଜଗତ। କେବନି ପାରିବ ଅବା ସେ କାଳର ଶୋଭା ପୃଥିବୀପତିର ଯାତ୍ରା ମୁଖେ କି କହିବା। ରାଜାର ଆଜ୍ଞା ଘେନିଣ ଯଦୁଗଣ ଗଲେ ଦେଶ ବିଦେଶରେ ବୁଲି ରାଜାଙ୍କୁ କହିଲେ। ଶୁଣି ସର୍ବେ ଭୟ କରି ହୋଇଲେ ବାହାର ଦେଖ ଦରଶନି ଘେନି ମିଳିଲେ ଛାମୁର। ସେମାନଙ୍କୁ ଚାହିଁ ରାଜା ଲୋକଙ୍କୁ ବୋଲଇ ଉତ୍ତମ ସ୍ଥାନ ଏହାଙ୍କୁ ଦିଅ ଏବେ ନେଇ। ଲୋକମାନେ ନେଇ ତାଙ୍କୁ ବସା ଘର ଦେଲେ ଉତ୍ତମ ସାମଗ୍ରୀ ମାନ ଆଣି ଯୋଗାଇଲେ। ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମର ରାଜା ସମସ୍ତେ କଂସର ଆସି କଲେ ପାଦ ପୂଜା। ମଧୁବନ କଟକରେ ସର୍ବେ ହେଲେ ରୁଣ୍ଡ ଅଶ୍ୱଗଜ ପଦାତିକ ବହୁ ପାରିଦଣ୍ଡ।
ଚଉରାଶୀ କୋଟି ଯାଦବେ ରଥି ମହାରଥୀ ଉତ୍ତମ ରୂପେ ତାଙ୍କର ଚରଚା କରନ୍ତି। ମୁଖରାବର ଚହଳ ଅତ୍ୟନ୍ତ ଗହଳ ସମୁଦ୍ର ଗର୍ଜନ ପ୍ରାୟ ଶୁଭଇ ଚହଳ। ଦେଶୀ ବିଦେଶୀ ଆସିଣ ମିଳିଲେ ସମସ୍ତେ ଅସ୍ତ ଧରି ବିହରନ୍ତି ଯେଝାରେ ରାଉତେ। ଗନ୍ଧ ଚନ୍ଦନ ପୁଷ୍ପରେ ସର୍ବେ ହେଲେ ମଣ୍ଡି ଘନ ଘନ ବାଜୁଅଛି ଟମକ ଦାଉଣ୍ଡି। ହାଟୁଆ ବାଟୁଆ ଦାଣ୍ଡେ ପସରା ସଜାଡ଼ି ନାନା ସ୍ୱାଦୁ ସାମଗ୍ରୀ ସେ ଚାଙ୍ଗଡ଼ାରେ ବାଡ଼ି। କେ କିଣନ୍ତି କେ ବିକନ୍ତି କେ ବା ଲାଭ ମୂଳେ ଖେଳଇ ହସଇ କେହୁ ନାଚେ କୁତୁହଳେ। ସାତ୍ୟକୀ କୃପ ବ୍ରହ୍ମା ସେ ଉଦ୍ଧବ କ୍ରୂର ବସୁଦେବ ସଂକୋଚନ ସହସ୍ରାକ୍ଷ ବୀର। ଏ ରୂପେ 84 କୋଟି ଯଦୁଗଣ ମାନେ ରହିଛନ୍ତି ଆଜ୍ଞାକାରୀ ହୋଇ ସାବଧାନେ। ଅକଳିତ ବଳ ତାଙ୍କ କଳନା ନ ଯାଇ ନାମ ଧରି କେତେ ଅବା କହିବଇ ମୁହିଁ। କଂସର କନିଷ୍ଠ ଭାଇ ସୁନା ସଜେ ବୀର ରାଜ୍ୟ ଅଧିକାରୀ ସେହି କଂସର ସୋଦର। ହଂସ ଡିମ୍ବ ନାମରେ ଯେ କଂସ ରାଜା ବଳା ବୟସରେ ସାନ କିନ୍ତୁ ତେଜେ ଅନର୍ଗଳା। ଗାର୍ଗ୍ୟ ନାମରେ ପ୍ରହିତ କୁଳକୁ କାରେଣୀ ପିତା ଉଗ୍ରସେନ ମାତା ଇନ୍ଦୁମତୀ ରାଣୀ। ତେହି ପ୍ରହେତି ବୋଲିଣ ଜରାସନ୍ଧ ପୁତ୍ରୀ କଂସ ନୃପତିର ସେହି ଅତି ପ୍ରିୟବତୀ। ଏହାଙ୍କ ମୂଳେ 84 ସହସ୍ର ତରୁଣୀ ଅପୂର୍ବ ନବ ଯୁବତୀ ସର୍ବେ ସୁଲକ୍ଷଣୀ। ସମସ୍ତଙ୍କ ମନ ବଳେ ଯାତ୍ରା ଦେଖିବାକୁ ପ୍ରଶଂସା କରନ୍ତି ସର୍ବେ କଂସ ନୃପତିଙ୍କୁ। ନବର ଭିତରେ ଆଉ ନ ମିଳଇ ବାଟ ଆସ୍ଥାନରେ ବସିଅଛି ପୃଥିବୀ ସମ୍ରାଟ। ବ୍ରାହ୍ମଣଙ୍କ ଦେବ ପାଠ ଅଶଙ୍କର ରାବ ଭାଟଙ୍କର ସ୍ତୁତି ପାଠ ନୃତ୍ୟ ଠାବ ଠାବ। ଅଶ୍ୱଯୁଦ୍ଧ ମାଲ ଯୁଦ୍ଧ ଗଜ ଯୁଦ୍ଧ ରଙ୍ଗେ ଖେଳ କୁତୁହଳେ କେହୁ ମାତେ କାର ସଙ୍ଗେ। ଚିତ୍ରକୂଟଗିରି ଠାରୁ ମଧୁପୁର ଯାଏ ଏକାଦଶ ଯୋଜନେ ଯାତ୍ରା ଗୋଟି ହୋଏ। ଯମୁନା ନଦୀ ଯେ 5 ଯୋଜନ ଓସାର ତାର ବେନି କୂଳେ ଗୃହ ହୋଇଛି ଅପାର। ରାଜା ମହାରାଜା ତହିଁ ବାସ କରିଛନ୍ତି ଗଣି କେ ପାରିବ ତହିଁ ଯେତେ ନୃପପନ୍ତି। କଂସ ରାଜାର କୋପକୁ 3 ପୁରେ ଡରି ଆଜ୍ଞା ଯେ ଭାଙ୍ଗିବ ତାକୁ ପକାଇବ ମାରି। ସେ ପୁର ଅଟେ 12 ଯୋଜନ ଯେ ସ୍ଥଳୀ 12 ପୁର ଠାରୁ ଶୋଭାରେ ଉଗୁଳି। ଗୋଧିକା ପାଟଣା ତହିଁ ଗୋମାତା ସର୍ଜିଲା 9 କୋଟି ବଛା ଘେନି ସୁରଭି ଯେ ଥିଲା। ମଧୁ ନାମେ ଡଗର ଯେ ଭ୍ୟାଇଲା ଯତନେ ବିଶ୍ୱକର୍ମା ନିର୍ମାଣିଛି ଯା ଅଷ୍ଟରତନେ। କହନ୍ତେ ନ ସରଇ ଯେ ମଥୁରାର ବିଧି କିବା ସ୍ୱର୍ଗପୁର କିବା ଅଳକା ପ୍ରସିଦ୍ଧି। ଅତି ଯତ୍ନେ ଧନୁ ଘର ମଣ୍ଡନ ହୋଇଛି ନିଶେ ହାତ ଦେଇ ରାଜା ଆସ୍ଥାନେ ବସିଛି। 84 କୋଟି ଯାଦବେ ହୋଇଛନ୍ତି ଉଭା ସତେ ଇନ୍ଦ୍ର ପଦ କି ସେ ମଞ୍ଚ ପୁରେ ଶୋଭା। ସ୍ୱର୍ଗର ଦୁନ୍ଦୁଭି ବାଦ୍ୟ ଘେନି ଗନ୍ଧରବେ ବଜାନ୍ତି ଆନନ୍ଦ ମନେ ସେ ମହା ଉତ୍ସବେ। କେ ଛତ୍ର ଚାମର କେ ବାଲଟ ଧରିଛି ମଣିମା ଡାକ ନିରତେ ପଡ଼ିଛି। କେ ପାନ ଯୋଗାଏ କେହୁ ମୁଖେ ଦିଏ ବିଡ଼ି କାହାର ମସ୍ତକେ ରାଜା ବାନ୍ଧି ଦିଏ ଶାଢ଼ୀ। ସମସ୍ତଙ୍କୁ ଆକଟ ସେ କରେ ଜଣେ ଜଣେ ଯେଝା ନିଜ ଗରେ ଲାଗି ଯାଇ ଜଣେ ଜଣେ। ଅପୂର୍ବ ମଣ୍ଡପ ମାନ ଠାବେ ଠାବେ ସୋହେ କଂସ ରାଜାର ଉତ୍ସବ ବନିବ ବାକିଏ। ରତ୍ନ ସିଂହାସନେ ରାଜା ବସିଅଛି ମାଡ଼ି ଦେବଦଳ ନଖଣ୍ଡା ତ ଆଗେ ଅଛି ପଡ଼ି। ପାତ୍ର ସାମନ୍ତ ମାନେ ଯେ କାଖେ ହାତ ଦେଇ ସାବଧାନେ ଉଭା ନୃପ ଆଜ୍ଞାକୁ ଅନାଇ। ଆସନର ତଳେ ବେନି ଧାଡ଼ି ପଟୁଆର ହାତୀ ରଥି ପଦାତି ଯେ ଅଛନ୍ତି ଅପାର। ହେଳାରେ ଯେ ଦିଗେ ରାଜା ଦିଏ ପୁଣି ଦୃଷ୍ଟି ନିଉଛାଳି ନମସ୍କାର ପଡ଼େ କୋଟି କୋଟି। ଋଷି ମହାଋଷି ଆଦି ତହିଁଛନ୍ତି ପୁରୀ ସେମାନଙ୍କୁ ମାନ୍ୟ ବିଧି କରେ ଦଣ୍ଡଧାରୀ। 9 ଦିନ ଯାତ୍ରା ତହିଁ କଲା କଂସରାଏ
स्वर्ग तेजी अइले क सबु देवताए राति दिन लागी अछि तहु गजहुला मध्याह्न सूर्यर जेने लागे ज्योति जोड़ा चंद्र उदिया बेली चंपा दिबाण फुटिबारे चौदिग आलोकरे पूर्ण रजनी दिवस केहु बारी त न पारी यात्रा देखी धाइछंती पड़ी उठी करी राजा मानकु जोगाड़ जेतेक सामग्री पढ़िहारी माने ताहा जोगांती हेवेगी भंडार मानरु धन बहिले न सरे गुणे व्यय कले 10 गुणरे से पूरे पूर्वे से ही वंशे थिले अनेक जे राजा कंसर समाने केही न पाइछि पूजा दिगपाल चूड़ामणि प्रतिज्ञा सामर्था अष्टादश पुराण रे पड़े जार कथा जाहार निमंते रंगावतार श्रीहरि 14 भुवने जेहु अटे अधिकारी उच्च कूले जात इंदुमती जार माता जदुवंश शिरोमणि उग्रसेन पिता 84 कोटि जादव परे मौड़मणि मेरु प्रदक्षिणे जेहु सृष्टि अछि जीणी जार पाद भारा सही न पारे वसुधा समन भय करई देखि जार गदा देवता एकठी थांती जाहार चरणे पृथ्वी भितरे वीर एकासे हुजणे बलवंत कुलवंत धनवंत तीनी गुणरे जे परिपूर्ण अशेष मेदिनी मन मध्य तिले मात्र करे नाही भय एका राम कृष्ण लागी चिंतित हृदय फेड़ी न कहे काहाकु मनरे जे खेद आपणे जाणई सिना निज मृत्यु भेद बिजुली कन्या मुखरु जहा शुणिथिला सेही कथा मान सबु प्रत्यक्ष घटिला देखु देखु अष्ट सेना होइले विनाश अनुक्षणे से कथा को भाळे दैत्य ईश कपटरे रामकृष्ण संहारिबा पाई कपटरे धनु यात्रा अछि जे भियाई अभिशाप हेतु गोपे जाई से न पारे मारिब बोली भाविछि तेणु उपाय रे अवश्य रामकृष्ण जे जीवे सेही ठाकु मरिब कंस नृपति देखिण ताहांकु अक्रूर हातरे ताकु आनिले हकारी तेबे जाइण उश्वास हेब वसुंधरी दैभ कटाए नेई जाकु जाहा जोग समय होइले सिना हुए ताहा भोग अज्ञान पणरे कंस विचारंती बसी निश्चय विनाशी भी एथे राम हृषिकेशी एमंत विचारी मने करी अछि आंट सभा को चाहि बोइले हलाई मुकुट केउ राजा मोर आज्ञा मेंटिण रहिले एही वार्ता किए जान कह ताहा भोले आस्थान उपरे बसी पूछे बारंबार करपत्र जोड़ित हूँ कहती डगर शुणिबा भो सावधाने भोजनर पति आपणकर खंडाकु नाही कार भीति देवगण ऋषिगण नागलोक मूले चारि दिगर नृपति अइले सकळे भोदेव चित्रकूटरु मधुबन जाए 12 योजन भूमि परिपूर्ण होए हस्तिरथी पदाति जे 10 कोटि कोटि जमुनार बेनिकूल जाक छंती घोटी साहु बणी जार धनी दरिद्रादि जेते यात्रा को आसी अछंती जे जाहार मते अगोचर संपद त कहिले न सरे पूर्वे नहुष प्रभृति थिले महीरे एपरी उत्सव केबे केही करी नाही इंद्रर संपद एथु अधिक नुहई धन्य जदुवंशे आसी पुण्य विकासिला सुरबंत गुणवंते राजाए होइला जजाति नहुष पुरुर बाधी जेते एक चक्रवर्ती होइथिले जगते किंतु एपरी कीरति केही करी नाही आउ अधिक कहिबु किस भोज साई डगरंक मुखु एही वचन को शुणी निशकु मोड़े आनंदे कंस नृपमणि एसन समय आसी मिले कचारे गोपर बार ताणी जणाए छामु
रे भोदेव सावधान रे शुण नृपराण गोपनगर मुहि अइली क्षण नंद गौड़ को तहि निमंत्रिबा पाई श्री छामुको आज्ञा गोटी कहली बुझाई आज्ञा को मेंटिण से हो कला उपहास बोइला न जीवी मोर कि करिब कंस खातर न करी पुणी बोले हेउ हेउ पुत्रंक पाई गरब बही अछि सेहु गौड़ हाउड़ बाउड़ मतुआल मूर्ख न जानई भल मंद हानि दुख सुख राजांको आज्ञा को मेंटी कला मानना सर गोटिका ओ धाम न देला तो छेना आउ समस्ते अनेक बुझाई कहिले से कथा को नजर रे न आनिला तिले चारर मुखरु एहा शुणी भोज साई अनल पराए क्रोधे जଳି से उठई कि कहला कि रे से गौड़ गदा घाते पिंजी देवी तार हाड़ गोड़ न जाने कि मोहर से बड़ बपु केते देवदल नखंडा को भय नाही चिते गौड़ बाउड़ होई एड़े ता गरब मोहरी आज्ञा मेंटिला केउठी रहिब न जाने कि मोर नाम अटे कंसासुर क्षण करे उजाड़ी न देवी गोपपुर किरे गंजाई खाई नथिला कि पागल निश्चय जानिली एबे पुरिला ता काल मूषा होई मार्जार को भय नाही चिते गरुड़ को साप होई कहिला के मनते सिंहर आगरे शशा देखाए चातर एते कही निश मोड़ी गर्जे कंसासुर विकराल मूर्तिर टमट दंत पंती नयन तराटी सेहु चाहे चौकती किरे से गौड़ केते कथा तो न कला एहा कही दीर्घ रड़ी गोटिए छाड़िला शेष बदे आकाश कि छिड़िबा पड़िब पृथ्वी देवी की बारसा तले जीव काल सर्प प्राय वीर गर्जे घन घन देखी करी सुर नरे हेले छन छन साज साज समदंड मोर रे राउत भांगी बई गोपपुर करी विधुमांत उप्रोध करी सहिली सिना एते दिन जाति पामर गौड़ निलक्षणहीन ताहांत माइले किछि पौरुष नाही देखि न देखिला परि बसिथिली सही प्रत्यक्षे करंती मुढ़े नीति सुरापान वन पशु समान रे ताहांक जीवन ताहांकु नासिले किछि पाप हेब नाही गोपाल शून्य करी विष सागरा मही एते कही आस्थानरु उठे नृपमणि सारथी को कहे रथ दियो साजियाणी আজি नंद गौड़र घेनी भी जीवन गौड़ नाम जगते न रखी भी जान मांस काटी रुधिर रे तर्पण करीबी तेबे अष्टमलंकर कष्ट पासरीबी नहिले शरीर मोर संतामन छाड़ी आसबीरे गोपनग्र देवा जे उजाड़ी जेउ राजांकर अछि रथादि सैनी सेमाने सज हुअन्तु नाना शस्त्र घेनी कहूँ कहूँ कोप बेणु बेलता बढ़िला नयन बेनित राटी घोर रड़ी देला उग्रसेन बोले बाप किंपा एड़े तम नृप शिरोमणि तु ही लोकपाल सम तू जाहाकु न रखिबु ताकु के रखिब बिराड़ी आगरे काहू मूषिक रहिब मंडुकी संगते काही काल सर्प ऋण छागल की होई पारे सिंहर समान छागल गौड़ प्रजा दासर जे दास ताहार उपरे पुणी एड़े अमरस देवे परिचार पणे खटिछंती तोते गोरु रखुआलंकर बड़ बाकेते मूर्ख बुद्धि पणे सिना अरजिला दोष ताहांकु जिणिले किछि नाही पौरुष बाबू तू ही अटु दिग पाळ चूड़ामणि छोट लोकंक उपरे एड़े कपलाणी धैर्य धरिण विचार आपणार बुद्धि जेसन प्रकारे शत्रु हुए पुणी साधी वृथारे तम करिले बहु हानि पाई बड़ भोकिला हेले कि बेनी करे खाई
क्रोध संवरण कर बरगिबा दूत तेबे सिना जानी बाटी कथार तदंत ए घांती पुओ को घेनी जेबे न आसई तेबे जाई तार संगे करिबा लड़ाई सामान्य शत्रु नुहे तो सेही देव हरि देखूं देखूं अष्टमल पकाइला मारी जणे वर्ती नईला सर्वे तही मले षंढ तृणा बक केसी जामलार तुले जणे जणे सृष्टि जिणी पारंती से एका देखूं देखूं नाश कला से गौड़ टोका तू ही कि न जानू बाबू कहिबी मु किस डकाई आनी एठारे देबा तांकु विष ए रूपे कहन्ते उग्र से नहित बाणी संतोष होइला वीर पिता बोल शुणी बाहुड़ी आसन माड़ी बसे सिंहासने कि उपाय करिबई भाले पंचमने एड़े यात्रा भी आइली जहार निमंते निशत होइली कार्य नहिला किंचिते शून्य को चाहि निश्वास छाड़े दंडधारी क्रोधरे नयन फाटी बहे अश्रुबारी मन छन छन तार हुए निरंतर रामकृष्ण चिंता विष घार शरीर जय नीलाचलवासी आहे जनार्दन जय जय दामोदर पतित पावन जय जय जगन्नाथ घासुर बैरी जय जय जगन्नाथ गोपी मनहारी जय जय जगन्नाथ शरण सदर अच्युतानंद दास पादरे किंकर।